ମାନସ টিকে ঢুম্পা বাদ্য বাজিব পুଅ স্বরটা টিকে স্বতন্ত্র স্বর ଯିବ ঢুম্পা বাদ্য বাজিব স্বর স্বতন্ত্র স্বর ଯିବ টিকে রহ কোন আইগো বজাও ঢুম্পা বাদ্য ঢুম্পা কেমতি হউছি দেখো কপড়া ভাই ঢুম্পা কেমতি বাইক গোটে বহে বাটু আসছে বল্লভী তুম্ভে বল্লভী তুম্ভে রাম কହୁଛନ୍ତି যোগী মুনি ঋষি মানে যেତେବେଳେ নারী বেশ ধারণ করে যাইছেন কলে তুমি নারী হইছ তো তুমি নারী হইছ তো এই রূপরে মতে পাইব কিন্তু এবে পাইবনি কেবে পাইব বল্লভী তুম্ভে হইব দ্বাপরে ଆଉ ତ କହିଲା ବେଳକୁ କୋଉଠି ଟିକେ କମଳ ହେଇକିରି ଯା ଝାଞ୍ଜ ବାଡେଇଲା ବେଳକୁ କହିଲା ହେଇଟି କମି ଯାଉଛି କପିଳ ଭଞ୍ଜ କଣ କହିଲେ ବଲ୍ଲଭୀ ତୁମ୍ଭେ ହୋଇବ ଦ୍ୱାପରେ ବଲ୍ଲଭୀ ବଲ୍ଲଭୀ ଅର୍ଥ କଣ ବଲ୍ଲଭୀ ଅର୍ଥ କଣ ତରୁ ଭୋଜ ବ ଦ୍ୱିତୀୟ ଲ ଭ ଦୀର୍ଘଇକାର ଆଜ୍ଞା ବଲ୍ଲଭୀ ହଁ ଗୋପାଳୁଣୀ ଗୋପାଳୁଣୀ କହିଲେ ଦ୍ୱାପର ଯୁଗରେ ତମେ ସବୁ ହବ ଗୋପାଳୁଣୀ ଆଜ୍ଞା ବ୍ରଜେ ରହିବୁ ଆମ୍ଭେ କଂସନରେ ମୁଁ ବ୍ରଜପୁରରେ କଂସନରେ ରହିବି ଆଜ୍ଞା ଆଜ୍ଞା ସେଇଠି ବୃନ୍ଦାବନରେ ହୋଇବ ରାସକ୍ରୀଡା ଆଜ୍ଞା ଏ ଦେହେ ଏ ଜନ୍ମରେ ବଲ୍ଲଭୀ ଏ ଦେହେ ଏକା ମୈଥିଳୀ ଆଜ୍ଞା ଆଜ୍ଞା ମୁଁ ଏକ ପତ୍ନୀ ବ୍ରତ ପାଳନ କରିଥିବାରୁ ସୀତା ବ୍ୟତୀତ କାହାକୁ ଗ୍ରହଣ କରିବିନି ନା ୟା ପରେ ଜନ୍ମ ଆସିବ ମୁଁ ସେତିକି ବେଳେ ତମକୁ ଗ୍ରହଣ କରିବି ଏ କଥା କାହିଁ କହିଲି କାହିଁ କହିଲେ ନା ସେଦିନ ଧରଣୀ ରାଣୀକୁ କହିଲେ କିଏ ମହାପ୍ରଭୁ ବ୍ରହ୍ମାଙ୍କୁ କହିଲେ ମହାପ୍ରଭୁ ଜଗନ୍ନାଥ ମୁଁ ସିନା କହିଦେଲେ କିନ୍ତୁ ସେ ଚା ପିଇଲେ ବୋବେଇବେ ତାହେଲେ ମରିଯିବେ ନାଇଁ ତାଙ୍କୁ ଚା ଟିକେ ଟିକେ ଦିଅନ୍ତୁ ନା ଥଣ୍ଡା କେମିତି ହଉଛି ଥଣ୍ଡା ଖାଲି ଥଣ୍ଡା ହଉଛି ତମର କେମିତି ଝାଳ ବାହାରୁ ନାହିଁ କୁହ ଭିତରେ ଭିତରେ ବାହାରୁଛନ୍ତି ହଉ କହିଲେ ରାମ କହିଲେ ଦ୍ୱାପର ଯୁଗରେ ତମେ ହବ ଗୋପାଳୁଣୀ ମୁଁ ହେବି ବଂଶୀଧର କୃଷ୍ଣ ଜଗନ୍ନାଥ କହିଲେ ହେ ବ୍ରହ୍ମଦେବ ମୁଁ କଥା ଦେଇଥିବ ଭଗତ ମାନଙ୍କୁ ଦ୍ୱାପର ଯୁଗରେ ମତେ ସିଏ ପ୍ରାପ୍ତ ହେବେ ତେଣୁ ମୁଁ ଅବଶ୍ୟ ଯିବି ଏତେ କହି ପରା ପ୍ରଭୁ ଜଗନ୍ନାଥ ଇଏ ମନ୍ତ ପୁଣି କରିଲେ ନିଜର ଅଙ୍ଗର ଦୁଇ ଗୋଟି କେଶ ନିଜେ ପୁଣି ଉତ୍ପାତି ମହାପ୍ରଭୁ ଜଗନ୍ନାଥ ଏ କଥାକୁ କହି ନିଜ ଶରୀରରୁ ଦୁଇଟି କେଶକୁ ଉତ୍ପାଟନ କଲେ ଉପାଡ଼ି ଦେଲେ ଆଜ୍ଞା ଗୋଟିଏ କେଶର ଥିଲା ବର୍ଣ୍ଣ ଥିଲା ଧଳା ଗୋଟିଏ କେଶର ବର୍ଣ୍ଣ ଥିଲା କଳା ଦୁଇଟି ଧଳା କଳା କେଶକୁ ମର୍ତ୍ତ୍ୟରେ ସ୍ଥାପନ କରିଦେଲେ ମର୍ତ୍ତ୍ୟରେ ନିକ୍ଷେପ କରିଦେଲେ ମର୍ତ୍ତ୍ୟରେ ପକେଇଦେଲେ ଆଜ୍ଞା ମର୍ତ୍ତ୍ୟରେ ଯେତେବେଳେ ପଡିଗଲା ଦୁଇଟି କେଶ କପିଳ ଆଜ୍ଞା କୃଷ୍ଣ ବର୍ଣ୍ଣର କେଶଟି ପଡିଲା ଦେବକୀଙ୍କ ଗର୍ଭରେ ଶୁକ୍ଳ ବର୍ଣ୍ଣର କେଶଟି ରହିଲା ରୋହିଣୀଙ୍କ ଗର୍ଭରେ ତେଣୁ ରୋହିଣୀଙ୍କ ଗର୍ଭରୁ ଜନ୍ମ ହେଲେ କିଏ ବଳରାମ ଦେବକୀଙ୍କ ଗର୍ଭରୁ କୃଷ୍ଣ ଜନ୍ମ ହେଲେ ଟି ଜଣଙ୍କଠୁ ଦୁଇ ଜଣ ସୃଷ୍ଟି ହେଲେ
ଜଣକଠୁ ଦୁଇ ଜଣ ସୃଷ୍ଟି ହେଲେ ଆଜ୍ଞା ଆଜ୍ଞା କାଠୁ କିଏ ଜନ୍ମ ହେଲା? ଆପଣ ରୋହିଣୀ ଗୁଟି ବଳରାମ ଦେବକୀଟି କୃଷ୍ଣ ଦେବକୀ ଦେବକୀ ଗର୍ଭ ସିନା ତାଙ୍କର, ହଁ କେଶ କାହାର? କେଶ କାହାର? ଜଗନ୍ନାଥଙ୍କର ଜଗନ୍ନାଥଙ୍କର। କେଶ ଜଗନ୍ନାଥଙ୍କର କେଶରୁ କୃଷ୍ଣ ବଳରାମ ଜନ୍ମ ହେଲେ। ହେଲେ ସେଦିନ ହଁ ଏଇ କଥାକୁ କହିଲେ ହେ ଧରଣୀ ରାଣୀ, ହଁ ଏ ବ୍ରହ୍ମାଙ୍କୁ କହିଲେ ହେ ବ୍ରହ୍ମଦେବ, ହଁ ମତେ ଯିବା ପାଇଁ ପଡିବ, ମୁଁ ଜନ୍ମ ହେବି, ହଁ। ଆଉ ଜନ୍ମ ହେଲେ ମଧ୍ୟ ପିତାମହ ବିଶ୍ୱ କୁରୁ ରାଜ ଦରବାରରେ ବସି ଏଇ କଥାକୁ ଚିନ୍ତା କରୁଛନ୍ତି। ହେ ପ୍ରଭୁ ଜଗନ୍ନାଥ, ଆପଣ ସିନା ଆସୁଛନ୍ତି କିନ୍ତୁ ଏମାନେ କେହି ଆପଣଙ୍କୁ ଚିହ୍ନନ୍ତି ନା। ହେ ଏତେ କଥା ଭାବୁ ବାବୁ ଭୀଷ୍ମ ପରା କୃଷ୍ଣ ଆଗମନ ହେଲା। ଯଦୁପତିଙ୍କର ଜୟ ଧ୍ୱନି ସିଂହ ଦ୍ୱାର ଉପରେ ଉଭାରିଲା। ଏତିକି ଚିନ୍ତା କରୁଛନ୍ତି ଭୀଷ୍ମ, ହଠାତ୍ କରି ସିଂହ ଦ୍ୱାର ପାଖରୁ ଯଦୁପତି କୃଷ୍ଣଙ୍କର ଜୟ ଜୟକାର ଧ୍ୱନି ମୁଖରିତ ହେବା ପାଇଁ ଲାଗିଲା। ଜୟ ଯଦୁପତି କୃଷ୍ଣଙ୍କର, ଜୟ ଯଦୁପତି କୃଷ୍ଣଙ୍କର, ଜୟ ଯଦୁପତି କୃଷ୍ଣଙ୍କର। ଧୀର ନମ୍ର ଭାବରେ ପ୍ରବେଶ କରୁଛନ୍ତି କୁରୁରାଜ ଦରବାର ଭିତରେ ଭଗବାନ ଯାଦବେନ୍ଦ୍ର କୁଳ ତିଳକ କୃଷ୍ଣଚନ୍ଦ୍ର ମହାପ୍ରଭୁ। ପ୍ରବେଶ କରିବା ପରେ ଯଥାବିଧି ମତେ ଆସନ ପ୍ରଦାନ ପଦଧୌତ ଆଦି ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିସାରିବା ପରେ ଆସନରେ ବସିଛନ୍ତି ଭଗବାନ କୃଷ୍ଣ। ଆଜ୍ଞା ହାତ ହାତ ତ ଯୋଡ଼ି ନାହାନ୍ତି, ହେଲେ ନିଜ ଆସନରୁ ନିଜ ସିଂହାସନରୁ ଉଠିଲେ କିଏ? ମାନଗୋବିନ୍ଦ ଦୁର୍ଯ୍ୟୋଧନ। ପ୍ରଶ୍ନ କଲେ ଯା ବିଧି ଜଣେ ଦୂତ ଆସିଛି, ରାଜା ଜାଣିଥାଉ ପଛେ କିନ୍ତୁ ପଚାରିବା ଆସିବାର କାରଣ କଣ? ଠିକ ଇଏ ହଉଛନ୍ତି ଦୂତ, ପଚାରୁଛନ୍ତି ଯଦୁପତି କୃଷ୍ଣଙ୍କୁ କିଏ? ମାନଗୋବିନ୍ଦ ଦୁର୍ଯ୍ୟୋଧନ। ହେ ଯଦୁପତି, ଆସିବାର ଉଦ୍ଦେଶ୍ୟ କଣ ପରିପ୍ରକାଶ କରନ୍ତୁ। ଏ କଥା ଶୁଣିବା ପରେ ଭଗବାନ କୃଷ୍ଣ ଯଦୁପତି କୃଷ୍ଣ ଦୁର୍ଯ୍ୟୋଧନକୁ ଡାକିଲେ। ହେ ଯଦୁପତି, ହେ ଦୁର୍ଯ୍ୟୋଧନ, ହେ ମାନଗୋବିନ୍ଦ, ମୁଁ ତମକୁ କିଛି ମାଗିବା ପାଇଁ ଆସିଛି, କିନ୍ତୁ ମାଗିବା ପୂର୍ବରୁ ମୁଁ ତମକୁ କିଛି କହୁଛି, ଆଜି ଶୁଣନ୍ତୁ। କଣ କହିଲେ କୃଷ୍ଣ? ଆଉ ପଦଟିଏ ଛାନ୍ଦ କବି ହେଲେ ସେଇ ଧନେଶ୍ୱର ପାଣି କହିଲେ ଅଳିକ ଭୋଗ ଲାଳସା ଅଳି କରି केते दिन संसार को आशीष दुर्योधन? कृष्ण पचारे भगवान कहले मानगोविंद आम सब संसार को केते दिन आसीछ? 120 वर्ष कौन है 120 वर्ष कपिल तू केते दिन संसार को आसु? 120 वर्ष देखो आयुष रेखा तीक्ष्ण यार मन को देखा केते तीक्ष्ण देख आयुष रेखा बापा दी पटू एमती पड़ेगा आ सीधा जाऊ तेणु तो अवस्था कौन हम जी जानते हस्तरेखा विचार जानते देखा 30 आड़े माने दी भाग माने 30 आड़े कि 40 आड़े पड़ 140 मनीष केते दिन संसार को आसी सार मु दी कहि 120 आज्ञा नाई रे पुओ आउ संसार को मनीष केते दिन जानी माने आसी सार केते मु कहूनी कहले किए कहउछंती जने कवि से कवि किए जिला होची जगत सिंहपुर आज्ञा स्थान होची अरिलो आश्रम होची शिशु अनंत आश्रम सेठी पूजा पाउथिबा पूज्य पूजक विश्व प्रेमी पद्मश्री बाबा भलिया लिखि देना हंती ये घरे मानव कुणिया ये घरे मानव कुणिया ये घरे मानव कुणिया ये घरे मानव कुणिया हमें सोरबे ओढ़े लिलिया हमें सोरबे ओढ़े
बाबा बलिया कहले ये घरे मानव कुणिया आमे सरबे ओढ़ई दिनिया केते दिन पाई आछुंती तारे कहले ओढ़े दिनी बाबा बलिया कहले आउ जोड़े बलिया आजने बलिया से किए अरे आजने मो परम पूज्य गुरुदेव गायक चिन्मय भागवत भूषण बलभद्र पण्डा महोदय लिखिले आज्ञा स्वर्गत बलभद्र पण्डा कहले रे पुओ हां बोले ओढ़ई दिन को देखाऊ ओढ़ई दिन को देखाऊ ओढ़ई दिन को देखाऊ ओढ़ई दिन को देखाऊ नेई जीव कालो तो बाट कढ़ई नेई जीव कालो तो बाट कढ़ई मो परम पूज्य गुरुदेव मध्य सही कथा कहले आज्ञा ओढ़ई दिन को देखाऊ बढ़ई नहीं जीव काल तो बाट कढ़ई ओढ़े केते दिन पाई आछुंती ओढ़ई दिन ना आज्ञा ओढ़ई दिन पाई हां दुई जण गले बोले 3 नंबर कवि 3 नंबर को भी किए राधानाथ अच्छा हो 3 नंबर कवि आज्ञा राधानाथ आज्ञा काव्य कोन दरबार दरबा दरबार काव्य राधानाथ लिखि नांदी पुओ लिखले बोले धर्म एक আছে না हाथ कोनिया धर्म एकादीना हाथ कोनिया ଆଉ ସବୁ କଥା ओढ़ई दिनिया आउ सबु कथा ओढ़ई दिनिया भगवान कृष्ण डाकिले हे मान गोविंद दुर्योधन हां आमे समस्ते ओढ़ई दिनर कुणिया ओढ़े दिन ओढ़ई दिन पई संसार को आसीछन आज्ञा आज्ञा ए ओढ़ई दिन भितरे हां केही स्थिर नुहंती ना जगत भी स्थिर नुहे ना ये जगत भी अस्थिर हाँ। आमे समस्ते परा अस्थिर रे हे ज्ञानी माने संसार रे आमे समस्ते होछन्ती ओढ़ई दिन कुणिया बापा ओढ़ई दिन माने ओढ़ई दिन कोन हिसाब सर हमें हिसाब पाइबा हां सत କଥା ଆପଣ ଗାଇଦେଲେ ଶୁଣିଲୁ କବି ମାନେ ଲେଖିଦେଲେ ତାକୁ ପଢିଲୁ ଆଉ ଯେ ଗାଁରେ ବି ଭଲ ଜ୍ଞାନୀ ଲୋକ ତାଙ୍କଠୁ ଶୁଣିଲୁ କିନ୍ତୁ ମୋ ବାପୁଟା ପୁରା ହିସାବ ଦେଇନାହାନ୍ତି ନା ହିସାବ ମୋ ପୁଅଟା ପରା ହିସାବ ନେ ମୋଠୁ ତୁ କହୁନ କୋଉଠି ପକେଇଛୁ ସେ କେତେ ଖାଇବ ଏ ନା, ନା, ୟୁଟ୍ୟୁବ ସାର୍, ଚ୍ୟାନେଲ ରେ ଯିଏ ଦେଖୁଛନ୍ତି ସେ कोई କହୁଛି कोई बात नहीं कोई ଲୋକ बात ମତେ ଫୋନ କରି କହୁଛନ୍ତି ବିଜୟ ବାବୁ ସେ କଟୁଟାକୁ କାହିଁ ଏତେ ମାଡ଼ ମାରୁଛନ୍ତି सुनिए ଯାହା ତ ମାରୁଛନ୍ତି ୟୁଟ୍ୟୁବ ଚ୍ୟାନେଲ ଯେତେବେଳେ ରେକର୍ଡିଂ ହଉଛି ସେତେବେଳେ बात ମାରୁଛନ୍ତି सुनिए साहब बात सुनिए कोई हिंदी दिक्कत कहला। नहीं कोई दिक्कत नहीं କହ ये अढ़ाई दिन हिसाब ना मोर दरकार है ये हिसाब ना दरकार अढ़ाई दिन हिसाब का ଶୁଣିବ ଅଢ଼େଇ ଦିନର ହିସାବ दया करी ଆମେ ସମସ୍ତେ ଦିନେ ଜନ୍ମ ହେଲେ सत्य ଯୋଉ ଦିନଟାକୁ କୁହାଗଲା ଜନ୍ମଦିନ ठीक ଦିନେ ସମସ୍ତେ ମରିବା आज्ञा ସେ ଦିନଟାକୁ କୁହାଯିବ ମରଣ ଦିନ मरण दिन ଯଦି ଅଢ଼େଇ ଦିନ ପାଇଁ ଆସିଲେ हाँ ଜନ୍ମ ଗଲା ଗୋଟାଏ ଦିନ गला ମରଣ ଗଲା ଗୋଟାଏ ଦିନ ବଞ୍ଚିଲେ କେତେ आउ अधे ଆଜ୍ଞା ହଁ ଅଧା ଦିନ ସେ ଅଧାଟା କଣ କପିଳ आज्ञा ପୁଅରେ ସଂସାରରେ ସବୁ ଅଧା कौन ସବୁ ଅଧା କିଏ ପୂର୍ଣ୍ଣ କହ କାଲି କହିଥିଲି ନା ପୂର୍ଣ୍ଣ ଜଣେ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦାଚ୍ୟତେ ପୂର୍ଣ୍ଣାୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ବସିପତେ ବସିଷ୍ୟତେ ସେଇ ତ ପୂର୍ଣ୍ଣ ଆଉ କଣ? पूर्ण ଜଗତରେ ସବୁ ଅଧା अब कौन होता ଇଏ ସଂସାରଟା ଅଧା ନୁହେଁ କି संसार होता ଇଏ ସଂସାରଟା ବାପା ଅଧା ନୁହେଁ नहीं मो ହଁ ସଂସାରଟା ଅଧାରେ ତିଆରି ନା नहीं आज्ञा हम सारे जा कहले हम सारे जा ଏ ଏଟା ସଂସାର ଅଧାରେ ତିଆରି ବୋଲି ପ୍ରମାଣ ଆପଣ ଦେବେ ହଁ ଆପଣ ଦିଅନ୍ତି କେମିତି ସଂସାର ଅଧା ଆଉ ଗୋଟିଏ ଓଡିଆ ପଦ ହଉ କବି ହଉଛନ୍ତି ଭୀମ ଭୋଇ ଆଜ୍ଞା 8 ଭଜନ ଲେଖିଛନ୍ତି ତା ନାଁଟା ମହିମା 8 ଭଜନ 8 ବଜନ ଭୀମ ଭୋଇଙ୍କ ଲେଖା ଆଜ୍ଞା ମହିମା 8 ଭଜନରୁ ଗୋଟିଏ ଭଜନ ହଁ ଆଜ୍ଞା ସେ ତ ଜଗନ୍ନାଥ ସଂସ୍କୃତି କଥା ଶୁଣ ନା ଇଏ ଯୋଉ ଜଗନ୍ନାଥ ସେ କୋଉ ଜଗନ୍ନାଥଙ୍କ କଥା ମୁଁ କହିବି ଇଏ କୋଉ ଜଗନ୍ନାଥ ଇଏ କଣ ଶ୍ରୀକ୍ଷେତ୍ରରେ ବସିଥିବା ଜଗନ୍ନାଥଙ୍କ କଥା ଯୋଉ ଜଗନ୍ନାଥ ସେ କିଏ ଇରେ ଜଗନ୍ନାଥ ଯେ 16 କହଳା ଗୋବିନ୍ଦ ବହୁ କଳାଏ ଗୋବିନ୍ଦ କହୁ କଳାଏ ନନ୍ଦ
ବଳା ଆଜ୍ଞା ଜଗନ୍ନାଥଙ୍କ 16 କଳାରୁ ଗୋଟିଏ କଳାକୁ ନେଇକରି କୃଷ୍ଣ ହେଲେ ଅବତାରୀ। ଆଜ୍ଞା ତାମାନେ କୃଷ୍ଣ କୋଉ ଯୁଗରେ ଅବତାରୀ ହେଲେ? ଦ୍ୱାପର ଦ୍ୱାପର ଯୁଗରେ। ଆଜ୍ଞା ଯଦି ଦ୍ୱାପର ଯୁଗରେ କୃଷ୍ଣ ହେଲେ ଅବତାରୀ, ଦ୍ୱାପର ପୂର୍ବରୁ ଯୋଉ ଜଗନ୍ନାଥ ଥିଲେ, ଦ୍ୱାପର ପୂର୍ବରୁ ଯୋଉ ଜଗନ୍ନାଥ ଥିଲେ ସେତେବେଳେ କଣ ସୁଭଦ୍ରା ଥିଲେ? ସେ ଜଗନ୍ନାଥ କିଏ ନା ଯିଏ ସ୍ୱୟଂ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନିଟାକ ଶକ୍ତି ଯାହାଙ୍କ ପାଖରେ ଥିଲା। ସେ କିଏ? ବ୍ରହ୍ମ ସଂହିତା କହିଲେ କହିଲେ ପାଦौ ମହ୍ୟମ ସକୃତବ୍ୟ ଦସ୍ୟ ଚତୁର୍ବିଧା ଯତ୍ର ହି ଭୂତ ସ୍ୱର୍ଗ। ସର୍ବ ମହାପୁରୁଷ ଆତ୍ମତନ୍ତ୍ର ପ୍ରସିଦ୍ଧତା ବ୍ରହ୍ମ ମହାବିଭୂତି ଯାହାଙ୍କୁ କୁହାଯାଏ ବ୍ରହ୍ମ, ଯିଏ ନିଜ ପାଦରୁ ଆଜ୍ଞା ଚାରି ପ୍ରକାର ପ୍ରାଣୀଙ୍କୁ ସୃଷ୍ଟି କରିଛନ୍ତି। ନିଜ ପାଦରୁ ଆଜ୍ଞା ଆଜ୍ଞା ପାଦौ ମହ୍ୟମ ସକୃତବ୍ୟ ଦସ୍ୟ ଚତୁର୍ବିଧା ଯତ୍ର ହି ଭୂତ ସ୍ୱର୍ଗ। ଚତୁର୍ବିଧ ପ୍ରାଣୀ ହଁ ଯାହାଙ୍କ ପାଦରୁ ସୃଷ୍ଟି ହେଇଛନ୍ତି ଆଜ୍ଞା ସେଇ ହଉଛନ୍ତି ବ୍ରହ୍ମା, ସେ ହଉଛନ୍ତି ଜଗନ୍ନାଥ। ଜଗନ୍ନାଥ ତାହେଲେ ସେ ଜଗନ୍ନାଥ କିଏ? ଆପଣ ମାନଙ୍କର ବେଦରେ ଅଛି ଓಂ ହିରଣ୍ୟଗର୍ଭା ସମବର୍ତ୍ତତାଗ୍ରେ ଭୂତସ୍ୟ ଜାତ ପତିରେ କୋ ଆସିତି। ସିଏ ହିରଣ୍ୟଗର୍ଭ ହୁଅନ୍ତି। ଆଜ୍ଞା ହିରଣ୍ୟଗର୍ଭ ବ୍ରହ୍ମାଙ୍କର ଗୋଟିଏ ନାଁ ନୁହେଁ? କେତେବେଳେ ହିରଣ୍ୟଗର୍ଭ ହୁଅନ୍ତି ନା ଯେତେବେଳେ ସାରା ସୃଷ୍ଟିକି ସିଏ ନିର୍ମାଣ କରନ୍ତି, ହଁ ସାରା ଜୀବ ଜଗତକୁ ଯେତେବେଳେ ସିଏ ସୃଷ୍ଟି କରନ୍ତି, ହଁ। ସିଏ ହୁଅନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମା। ଆଜ୍ଞା ପୁଣି ଯିଏ ହଁ ନିଜ ଠାରୁ ପାଦରୁ ସୃଷ୍ଟି କରିଥିବା ଚତୁର୍ବିଧ ପ୍ରାଣୀ କି ସୃଷ୍ଟି କଲା ବେଳେ ବ୍ରହ୍ମା ହୁଅନ୍ତି। ଆଜ୍ଞା ପୁଣି ସେଇ ନିଜେ ହଁ ପତିରେ କ ଆସେ। ଆସିତ ପତି ଶବ୍ଦର ଅର୍ଥ କଣ? ତାପତି ପ୍ରଜାପତି ଆଜ୍ଞା ପାଳୟତି ଇତି ପତି। ପତି ଯିଏ ନିଜ ପାଦରୁ ଚତୁର୍ବିଧ ପ୍ରାଣୀ କି ସୃଷ୍ଟି କଲେ ଆଜ୍ଞା ସେଇ ପୁଣି ପାଳନ କରିକି ଆମ ମାନଙ୍କର ପତି ହେଲେ। ପତି ତାମାନେ ସିଏ ଜଣେ ସେଇ ସୃଷ୍ଟି କଲା ବେଳେ ହୁଅନ୍ତି ବ୍ରହ୍ମା, ସେଇ ସୃଷ୍ଟି କଲା ପାଳନ କଲା ବେଳେ ହୁଅନ୍ତି ବିଷ୍ଣୁ, ହଁ ସେଇ ନିଜେ ସଂହାର କର୍ତ୍ତା ସ୍ୱୟଂ ଶଙ୍କର ଭଗବାନ। ଭଗବାନ ସିଏ ହଉଛନ୍ତି ବ୍ରହ୍ମ। ହଁ ସିଏ ହଉଛନ୍ତି ବ୍ରହ୍ମ। ଆଜ୍ଞା ଆମେ ବଡ ଦେଉଳରେ ପୂଜିତ ଜଗନ୍ନାଥ ହଉଛନ୍ତି କଳି ଯୁଗର ଦିଅ, କିନ୍ତୁ ସତ୍ୟ ଯୁଗର ଯୋଉ ଦିଅ ରହିଥିଲେ, ସତ୍ୟ ଯୁଗରେ ଯିଏ ଜଗନ୍ନାଥ ଥିଲେ ହଁ ତାଙ୍କର ଏଠି 16 କଳା ଥିଲା। ଆଜ୍ଞା ସେଥିରୁ ଗୋଟିଏ କଳାକୁ ଧାରଣ କରି କରି ଭଗବାନ କୃଷ୍ଣ ହେଇଥିଲେ ଦ୍ୱାପରରେ ଅବତାରୀ। ଆଜ୍ଞା ଇଏ ହଉଛନ୍ତି ସେଇ ଜଗନ୍ନାଥ। କିନ୍ତୁ ଆମେ ଯଦି ଜଗନ୍ନାଥ ସଂସ୍କୃତି ଭିତରକୁ ଯିବା, ଜଗନ୍ନାଥ ହଉଛନ୍ତି ବିଷ୍ଣୁ, ଜଗନ୍ନାଥ ବିଷ୍ଣୁ, ଶେଷନାଗ ଅନନ୍ତ ହଉଛନ୍ତି ବଳଭଦ୍ର, ହଁ ମା ସୁଭଦ୍ରିକା ହଉଛନ୍ତି ସ୍ୱୟଂ ବ୍ରହ୍ମା, ଯିଏ କହୁଛନ୍ତି ଆଦିଶକ୍ତି। ଆଜ୍ଞା କିନ୍ତୁ ହଁ କାହିଁକି ଆମେ ତିନି ଜଣଙ୍କୁ ପୂଜା କରୁଛନ୍ତି ନା ତ୍ରିଶକ୍ତି ଭାବରେ ପୂଜା କରୁଛନ୍ତି। ଆଜ୍ଞା ତ୍ରିଶକ୍ତି ଭାବରେ ଆମେ ତିନି ଜଣଙ୍କୁ ପୂଜା କରୁଛନ୍ତି। ହଁ ଆମେ ବଡ ଦେଉଳରେ ପୂଜିତ ଜଗନ୍ନାଥ, ହଁ ସେ ଆଶ୍ଚର୍ଯ୍ୟ ଦିଅ, ଏକଥା ସତ୍ୟ। ହଁ କିନ୍ତୁ ଯଦି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ହଁ ଆଉ ସୁଦର୍ଶନ ମହାପ୍ରଭୁଙ୍କ କଥା ଚିନ୍ତା କରିବା, ହଁ ଇଏ ଚତୁର୍ଦ୍ଧା ମୂର୍ତ୍ତି, ଚତୁର୍ଦ୍ଧା ମୂର୍ତ୍ତି, ଆଜ୍ଞା ଆଜ୍ଞା ତା ନ୍ୟାୟ ହଉଛି ଅଲଗା। କିନ୍ତୁ ଏ ଯୋଉ ଜଗନ୍ନାଥଙ୍କ କଥା କୁହାଗଲା, ହଁ ଯାହାଙ୍କର 16 କଳାରୁ ଗୋଟିଏ କଳାକୁ ନେଇ କୃଷ୍ଣ ହେଲେ ଦ୍ୱାପରରେ ଅବତାର, ସେଇ ଜଗନ୍ନାଥଙ୍କ ପାଖରେ ପହଞ୍ଚିଥିଲେ କିଏ? ବ୍ରହ୍ମା। ଆଜ୍ଞା ସେ ଜଗନ୍ନାଥ ହଁ ନିଜ ଠାରୁ ସୃଷ୍ଟି ନିଜର 2ଟି କେଶକୁ ଉତ୍ପାଟନ କରି ହଁ ମର୍ତ୍ତ୍ୟରେ ପକେଇଲେ। ଏ ଜଣେ ହେଲେ କୃଷ୍ଣ, ଜଣେ ହେଲେ ବଳରାମ। ବଳରାମ ଆଚ୍ଛା ସିଏ କୁଆଡେ ଗଲେ? ଠିକ ଅଛି ଯେତେବେଳେ ନିଜର 2ଟି କେଶରୁ ଆଜ୍ଞା 2 ଜଣଙ୍କୁ ସୃଷ୍ଟି କରିଦେଲେ, ଜଣେ ହେଲେ କୃଷ୍ଣ, ଜଣେ ହେଲେ ବଳରାମ, ଆଜ୍ଞା ସେ ଜଗନ୍ନାଥ ଗଲେ କୁଆଡେ? ସେ ମରି ଯାଇଥିବ ଆଜ୍ଞା ତା ତରିକା ଆଉ କୁଆଡେ ଗଲେ ଏତେ ନମନ ଗଲେ କୁଆଡେ ଆଜ୍ଞା ଆମର ସେଠି ସନ୍ଧ୍ୟା ରହିଲାଣି ନାଇଁ ସେଦିନ ଗଲେ କୁଆଡେ? ନିଜେ ବ୍ରହ୍ମା, ହଁ ଏ ନିଜେ ଜଗନ୍ନାଥ, ହଁ ଆଉ ମର୍ତ୍ତ୍ୟରେ ନାହାନ୍ତି। ମର୍ତ୍ତ୍ୟରେ ନାହାନ୍ତି। 2ଟି କେଶରୁ କୃଷ୍ଣ ବଳରାମ ସୃଷ୍ଟି ହେଲା ପରେ ହଁ ସିଏ ବୈକୁଣ୍ଠ ଛାଡ଼ିଲେ। ଆଜ୍ଞା ବୈକୁଣ୍ଠ ଛାଡ଼ି ପାତାଳରେ ଯାଇ ନିବାସ କଲେ। ହଉ ପାତାଳରେ ଯାଇ ନିବାସ କଲେ। ଆଜ୍ଞା ପାତାଳରେ ରହିଲେ କିଏ? ସ୍ୱୟଂ ଜଗନ୍ନାଥ। ଆଜ୍ଞା
ଯୋଉ ପାତାଳର ଜଗନ୍ନାଥଙ୍କ ସହିତ ମର୍ତ୍ତ୍ୟର ଜଗନ୍ନାଥଙ୍କର ସାକ୍ଷାତ ହେଇଥିଲା। କଣ ହଁ। ପାତାଳରେ ସାକ୍ଷାତ ହେଇଥିଲା ସାରେ କେମିତି ହେଲା? ଦେଖ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥଙ୍କୁ କେତେ ଥର ପାତାଳି କରାହେଇଛି? 16 ଥର। କେତେ ଥର? ହଁ 16 ଥର ପାତାଳି ହେଇଛନ୍ତି ଜଗନ୍ନାଥ। 16 ଥର ହେଇଗଲା ଆଜ୍ଞା। ତାହେଲେ ପ୍ରଭୁ ଠିକରେ ନଥିବେ, ତାହେଲେ ଝଡି ଯାଇଥିବେ ଆଉ। କଂସର ଶ୍ୱଶୁର କିଏ କହିଲୁ? ଜରାସନ୍ଧ। ଜରାସନ୍ଧ ଆଜ୍ଞା। ମଥୁରା କଟକକୁ କେତେ ଥର ଆକ୍ରମଣ କରିଥିଲା? 16 ଥର। କିଏ ବି ଜଗନ୍ନାଥ ପାତାଳି ହେଇଥିଲେ 16 ଥର। ଆଜ୍ଞା। ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ମହାପ୍ରଭୁ ଯେତେବେଳେ ପାତାଳି ହୁଅନ୍ତି କାରଣ ହଉଛି ଏଇଆ, ଆଜ୍ଞା ଇଏ ପାତାଳିର ସନ୍ତକ, ହଁ କିନ୍ତୁ ପ୍ରକୃତ ଜଗନ୍ନାଥ ପାତାଳରେ ଥିଲେ। ଯାର ପ୍ରମାଣ ଦିଅନ୍ତୁ। ଜଗନ୍ନାଥ ଦାସଙ୍କ ଲେଖା ଆଜ୍ଞା। ତୁଳା ଭିଣା, ତା ନା ତୁଳା ଭିଣା, ସେ ବହିର ନା, ବହିର ନାଁ ହଉଛି ତୁଳା ଭିଣା ନାହିଁ। ଆଜ୍ଞା କେହି କେହି କହନ୍ତି ତା ନାଁଟା ହଉଛି ଗୁପ୍ତ ଭାଗବତ। ଆଜ୍ଞା। ସେଥିରେ ଲେଖା ହେଇନି କି ପୁଅ? ହେଲା କହିଲେ ହରି ଅର୍ଜୁନ ଏକା ବେଳେ ହେ ଗୋବିନ୍ଦା ପଡ଼ିଲେ ହରି ପାଦ ତଳେ ଗୋବିନ୍ଦା ଆରେ ପଡ଼ିଲେ ହରି ପାଦ ତଳେ ଗୋବିନ୍ଦା ପଡ଼ିଲେ ହରି ପାଦ ତଳେ ଗୋବିନ୍ଦା ହରି ଅର୍ଜୁନ ଏକା ବେଳେ ପଡ଼ିଲେ ହରିପାଦ ତଳେ। ହଁ ହରି ହେଲେ ଜଗନ୍ନାଥ ଆଜ୍ଞା। ବା କୃଷ୍ଣ। ହଁ କୃଷ୍ଣ ଅର୍ଜୁନ କୃଷ୍ଣଙ୍କ ପାଦ ତଳେ ପଡ଼ିଥିଲେ। କହିଲି। କୃଷ୍ଣ ଅର୍ଜୁନ ଆଜ୍ଞା, ଆଜ୍ଞା। କୃଷ୍ଣଙ୍କ ପାଦ ତଳେ ପଡ଼ିଥିଲେ। କେତେବେଳେ? ସାରେ କେତେବେଳେ? କୃଷ୍ଣ ତ ରହିଲେ ମର୍ତ୍ତ୍ୟରେ, ହଁ ପୁଣି କୃଷ୍ଣଙ୍କ ପାଦ ତଳେ କେତେବେଳେ ପଡ଼ିଲେ? ସେଇ ତ କଥା, ସିଏ ତ ବହି ଭିତରେ ରହୁଛନ୍ତି ଆଉ ପାତାଳେ ରହିଛନ୍ତି ଆଉ। କପିଳ ସାରେ ଗୁପ୍ତ ଭାଗବତ କଥା ଶୁଣରେ ପୁଅ। ସାର୍ କୁହନ୍ତୁ, ମୁଁ ଶୁଣିଲି ଏଇଆ। ଦ୍ୱାରକାରେ ଜଣେ ବ୍ରାହ୍ମଣ ଥିଲା, ବ୍ରାହ୍ମଣ ସମୟ ନଷ୍ଟ କରିବିନି, ନାଇଁ ସଂକ୍ଷିପ୍ତ ଭାବରେ କହୁଛି। ହଉ ସେ ବ୍ରାହ୍ମଣର ନାଁଟା ଥିଲା ବସୁକଳ୍ପ। ବସୁକଳ୍ପ ଆଜ୍ଞା। ବସୁକଳ୍ପ ବ୍ରାହ୍ମଣର ହଁ ଯୋଉ ପତ୍ନୀଟି ଥିଲା, ପତ୍ନୀ ସେ ପତ୍ନୀ ଆଜ୍ଞା ଆଜ୍ଞା ଗୋଟି ଗୋଟି କିରି 6ଟି ସନ୍ତାନକୁ ଜନ୍ମ ଦେଲା। ଠିକ 6ଟି ସନ୍ତାନ ଜନ୍ମ ହେଲେ କୁଆଁକିରି କାନ୍ଦିଲେ, କାନ୍ଦିଲେ କୁଆଡେ ଅନ୍ତର୍ଧ୍ୟାନ ହେଇଗଲେ। ଯେତେବେଳେ 6ଟି ଯାକ ସନ୍ତାନ ଜନ୍ମ ହେଇକିରି କୁଆଁ କୁଆଁକିରି କାନ୍ଦିକିରି ଅନ୍ତର୍ଧ୍ୟାନ ହେଇଗଲେ, ହଁ ବ୍ରାହ୍ମଣୀ କାନ୍ଦିଲା ବ୍ରାହ୍ମଣ ଆଗରେ। ନିହାତି କାନ୍ଦିବ। ଯୁଗ ହଉଛି ଦ୍ୱାପର, ହଁ ଘର ହଉଛି ଦ୍ୱାରକା, ହଁ ଦ୍ୱାରକାର ରାଜା ହଉଛନ୍ତି କୃଷ୍ଣ। ହଁ ଯଦି କୃଷ୍ଣ ରାଜ୍ୟରେ ହଁ ବ୍ରାହ୍ମଣୀଟି 6ଟି ସନ୍ତାନ ଦେଇକିରି ମା ଡାକ ଶୁଣି ପାରିଲାନି, ନାହିଁ ବ୍ରାହ୍ମଣ ପାଖରେ କାନ୍ଦିବନି? କାନ୍ଦିବା ପରେ ବ୍ରାହ୍ମଣ ଚିନ୍ତା କଲା କାହିଁକି ଏ ଦୁର୍ଘଟଣା ଘଟୁଛି। ଆଜ୍ଞା ଆଜ୍ଞା ଏଥିରେ ଯଦି ସନ୍ତାନ ମାନେ ମରିଯାଆନ୍ତି ଅଲଗା କଥା, ହଁ ଜନ୍ମ ହଉଛନ୍ତି ହଁ କୁଆଁ କୁଆଁ କାନ୍ଦୁଛନ୍ତି, ହଁ କୁଆଡେ ଅନ୍ତର୍ଧ୍ୟାନ ହେଇଯାଉଛନ୍ତି। କଣ କହିବ କହିଲ? ୟାର କାରଣ କଣ? କଣ? ନା ରାଜା କାଳସ୍ୟ କାରଣମ୍। ଶାସ୍ତ୍ର କହନ୍ତି ରାଜା କାଳସ୍ୟ କାରଣମ୍। ଆଜ୍ଞା ଆଜ୍ଞା ଯଦି ହଁ ରାଜ୍ୟ ଉପରେ ହଁ ଦେଶ ଉପରେ ହଁ କିଛି ପ୍ରାକୃତିକ ବିପର୍ଯ୍ୟୟ ପଡେ, ପଡେ ସେଥିପାଇଁ ରାଜା ହିଁ ଦାୟୀ। ଦାଇ ଏଥିପାଇଁ ରାଜା ଦାଇ। ସେଦିନ ଚିନ୍ତା କଲା ବ୍ରାହ୍ମଣ ବସୁକଳ୍ପ, ଆଜ୍ଞା ଆଜ୍ଞା କହିଲା ଏ ରାଜ୍ୟର ରାଜା ତ ହଉଛନ୍ତି କୃଷ୍ଣ, କୃଷ୍ଣ ଦ୍ୱାରକାର ଅଧିବାସୀ, ହଁ ଦ୍ୱାରକାର ରାଜା ତ କୃଷ୍ଣ। ହଁ ଇଏ କୃଷ୍ଣକୁ ଯାଇ ପଚାରିବି ତାଙ୍କ ପାଇଁ ଏତକ ଘଟୁଛି। ଘଟୁଛି। ସେଦିନ ଗଲା ହଁ ସିଂହଦ୍ୱାର ନିକଟରେ କୃଷ୍ଣଙ୍କୁ ତିରସ୍କାର କରିବାକୁ ଲାଗିଲା। କୃଷ୍ଣ ନିନ୍ଦା ସମ୍ଭାଳି ପାରିବେନି ଜଗତରେ ଜଣେ, ଆଜ୍ଞା ଅନ୍ୟ କେହି ସମ୍ଭାଳି ପାରନ୍ତି, ହଁ କିନ୍ତୁ କୃଷ୍ଣ ନିନ୍ଦା ଜଗତରେ ଜଣେ ସମ୍ଭାଳି ପାରିବେନି। ସେ ହଉଛନ୍ତି ମଧ୍ୟମ ପାଣ୍ଡବ ଅର୍ଜୁନ। ଅର୍ଜୁନ କୃଷ୍ଣ ଅର୍ଜୁନ ଯେ ଦୁଇ ଜଣ ମିଶି ହଁ ଇଏ ପୋଷା ଖେଳ କରୁଥି। ଧୀରେ ଧୀରେ ହୋ ଏତିକି ବେଳକୁ ବସୁକଳ୍ପ ପୁରା ତିରସ୍କାର କରା। ଧୀରେ ଧୀରେ ହୋ କୃଷ୍ଣ ଅର୍ଜୁନ ବସିକିରି ପୋଷା ଖେଳୁଛନ୍ତି। ହଁ ଠିକ ଏଇ ସମୟରେ ସିଂହଦ୍ୱାର ନିକଟରେ ଛିଡା ହୋଇ ବଡ ପାଟିରେ ତିରସ୍କାର କରିବା ପାଇଁ ଲାଗିଲା। କିଏ ନା ବସୁକଳ୍ପ ବ୍ରାହ୍ମଣ। କୃଷ୍ଣ ନୀରବରେ ହସିଲେ, କୃଷ୍ଣ ନୀରବରେ ହସିଲେ, ହସିଲେ କିନ୍ତୁ ଅର୍ଜୁନ ସମ୍ଭାଳି ପାରିଲେନି। ନା ବାହାରି ଆସିଲେ, ଦେଖିଲେ ସିଂହଦ୍ୱାର ପାଖରେ ଜଣେ ବ୍ରାହ୍ମଣ ବସିଛନ୍ତି, ତିରସ୍କାର କରୁଛନ୍ତି। ବ୍ରାହ୍ମଣକୁ କଣ ବା କହିବେ? ବ୍ରାହ୍ମଣକୁ ତ କିଛି କହି ହବନି। ନା। କାହିଁକି କାହିଁକି? ନା ତାଙ୍କ ସଖା ଯିଏ କୃଷ୍ଣ। ହଁ। ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରହ୍ମଣ୍ୟ ହିତାୟ ଚ
ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମଃ। ବ୍ରାହ୍ମଣଙ୍କୁ ପୂଜା କରିବା ଯାହା ଯାହା ଭଗବାନ କୃଷ୍ଣ ବା ବିଷ୍ଣୁଙ୍କୁ ପୂଜା କରିବା ତାହା। ଯାହା ଖାଲି କଣ ଗୋଟିଏ ଶ୍ଲୋକ ଭାଗବତକୁ ଆସୁନାହାନ୍ତି ଆଜ୍ଞା ଚାଲ ଭାଗବତରେ ଲେଖା ଅଛି ନା ନାଇଁ ଇରେ ଗୋରୁ ବ୍ରାହ୍ମଣ ମୁନି ରବି ଗଗନ ପବନ ପୃଥିବୀ ଗଗନ ପବନ ପୃଥିବୀ ଗଗନ ପବନ ପୃଥିବୀ ଜଳ ବୈଷ୍ଣବ ହୁତାସନ ବିଷ୍ଣୁକୁ ଜୀବ ଏତେ ସ୍ଥାନ ବିଷ୍ଣୁକୁ ଯିବ ଏତେ ସ୍ଥାନ ବିଷ୍ଣୁକୁ ଯିବ ଏତେ ସ୍ଥାନ କେତେ ଜଣଙ୍କୁ ପୂଜା କଲେ ବିଷ୍ଣୁ ସନ୍ତୁଷ୍ଟ ହୁଅନ୍ତି? କେତେ ଭାଗବତ କହିଲେ ଗୋରୁ ଗୋମାତାକୁ ପୂଜା କଲେ ବିଷ୍ଣୁ ସନ୍ତୁଷ୍ଟ ହୁଅନ୍ତି। ଆମେ ଗୋରୁ ପୂଜା କରୁଛୁ ନାଇଁ କି? ଆଉ ଗୋରୁ ପୂଜା ଆମେ କରୁଛନ୍ତି? ଆଉ କଂସେଇକି କିଏ ବିକୁଛି? କଂସେଇକି କିଏ ବିକୁଛି? ଆମେ ସେ ପରମ୍ପରାକୁ ଭୁଲିଗଲେଣି। ମୋର ଆଜି ବି ମନେ ଅଛି ଆମେ ଯେତେବେଳେ ଛୋଟ ଛୋଟ ହେଇଥିଲୁ ଆମର ସେତେବେଳେ ବଡ ବଡ ଗୁହାଳ ଥିଲେ ଗୋରୁମାନେ ରୁହନ୍ତି ଗାଈ ରୁହନ୍ତି ବଳଦ ରୁହନ୍ତି କାରଣ ସେତେବେଳେ ବଡ ଚାଷୀ କାହାକୁ ଜାଣିବେ ବଡ ଘର ଲୋକ କାହାକୁ ଜାଣିବେ ନା ଯାହା ଘରେ ବଡ ବଡ ବଳଦ ରହିଥିବେ ଯାହା ଘରେ ବଡ ବଡ ଗାଈ ଥିବେ ଜାଣିବେ ଯାହାର ବଡ 2-4 ହଳ ବଳଦ ଥିବେ 2-4ଟା ଲଙ୍ଗଳ ଥିବ ଶଗଡ଼ ଥିବ ତାକୁ କହିବା ଏ ବଡ ଚାଷୀ ବଡ ଲୋକ। କିନ୍ତୁ ଆଜି ମୁଁ କହୁଥିଲି ପୁରା କାଲି ଯେ ମୁଁ 10 ବର୍ଷ ପରେ କାଲି ଦେଖିଲି ଏ ବର୍ଷ ଗୋଟିଏ ଜାଗାରେ 2ଟି ଶଗଡ଼ ଗାଡିରେ ଯୋତା ହେଇଛନ୍ତି ବଳଦ ହଳା ବୁହା ହଉଛି ମୁଁ ତ 10 ବର୍ଷ ଭିତରେ ଦେଖିନଥିଲି ନା କିନ୍ତୁ ଦେଖିଲି ଏ ବର୍ଷ ଯେ ସେ ତେଲୁକୋଇ ଅଞ୍ଚଳର ଲୋକମାନଙ୍କୁ ଧନ୍ୟବାଦ ଦେଲି ଯେ ଏପର୍ଯ୍ୟନ୍ତ ସେମାନେ ଆମ ପରମ୍ପରାକୁ ବଜାୟ ରଖିଛନ୍ତି। ଆଜ୍ଞା ଆଉ ଆପଣ ମାନେ ହଳ ବଳଦ ଦେଖି ପାରୁନାହାନ୍ତି ଆଉ ଆପଣ ମାନେ ଶଗଡ଼ ବଳଦ ଦେଖି ପାରୁନାହାନ୍ତି ନା ଆଉ ଲଙ୍ଗଳ ଚାଷ ଦେଖି ପାରୁନାହାନ୍ତି ନା মই ଦେବା ଦେଖି ପାରୁନାହାନ୍ତି ନା ସେତେବେଳେ মই ଦିଆଯାଉଥିଲା ଲଙ୍ଗଳରେ ଚାଷ ହଉଥିଲା କହୁନଥିଲେ ଆଜ୍ଞା ଆମ ପିଲାମାନେ କହୁଥିଲେ ପରା କଣ ହଳ ଲଙ୍ଗଳେ କରିଲେ ଚାଷ ରହିବ ନାହିଁ ବାଳୁଙ୍ଗା ଘାସ ଘାସ। ତାପରେ ହେଇଗଲା କଳ ଲଙ୍ଗଳେ କରିଲେ ଚାଷ ରହିବ ନାହିଁ ବାଳୁଙ୍ଗା ଘାସ ଆଉ କୋଉଠି ଲଙ୍ଗଳ ଅଛି ଯେ ନାଇଁ ନାଇଁ ଆଉ ହଳ ଅଛନ୍ତି ନା। ଆଉ ଗୋରୁ ଅଛନ୍ତି ନା କାହିଁକି ଗୋରୁ ରହିଲେନି କାହିଁକି ଗୋରୁ ରହିଲେନି? ହଁ ଏକଥା ଆମେ ମାନିବା ଯୋଉମାନେ ଇସଲାମ ଧର୍ମର ଲୋକ ଗୋମାଂସ ଭକ୍ଷଣ କରିବା ସେମାନଙ୍କର ଧର୍ମ କିନ୍ତୁ ତାକୁ ବିକୁଛି କି ଆମେ ବିକୁଛନ୍ତି? ଆଜ୍ଞା ଆମେ କେବେ ଆମ ସଂସ୍କୃତି ଆମ ପରମ୍ପରାକୁ ସମ୍ମାନ ଦେଲେଣି? ଭାଗବତ ପୁରା କହିଲେ ଗୋରୁ ବ୍ରାହ୍ମଣ ମୁନି ରବି ଗଗନ ପବନ ପୃଥିବୀ ଗଗନ ପବନ ପୃଥିବୀ ଗଗନ ପବନ ପୃଥିବୀ ଆଜି ଆଜ୍ଞା ମୋର ମନେ ଅଛି ଗହ୍ମା ପୂର୍ଣ୍ଣମୀ ଦିନ ଗୁହାଳରେ ଯୋଉ ଖୁଣ୍ଟ ମୂଳରେ ବନ୍ଧା ହୁଅନ୍ତି ଗୋରୁ ସେ ଖୁଣ୍ଟ ମୂଳେ ଧୂପ ଦିଆଯାଏ ସେଥିରେ କଣ ଦିଏ ଚିତା ପଡେ ଗାଈର ବା ବଳଦର ସିଂହରେ କଣ ଫୁଲ ବାଳ ଦିଆଯାଏ ସେଥିରେ ପଇତା ଗୁଡା ଯାଏ ତାଙ୍କୁ ସେଦିନ ପିଠା ଖାଇବା ପାଇଁ ଦିଆଯାଏ ଆଉ ସେ ପରମ୍ପରା ଅଛି ନା ନା କେତେ ଜଣ କରୁଛନ୍ତି ନାଇଁ କରୁଛନ୍ତି ଯେ କେତେ ଜଣ କରୁଛନ୍ତି ତେଣୁ ଗୋମାତାକୁ ପୂଜା କଲେ ଶୁଣନ୍ତୁ ଯଦି କରୁଛନ୍ତି ଧନ୍ୟବାଦ ଯଦି କରୁଛନ୍ତି ତାହେଲେ ଧନ୍ୟବାଦ ଆମ ପରମ୍ପରାକୁ ଆପଣ ମାନେ ସାଇତିକି ରଖିଛନ୍ତି କିନ୍ତୁ ସବୁ ସ୍ଥଳରେ ହେଉନାହିଁ ଏଇଥିପାଇଁ ହେଉନାହିଁ ନା ଆମେ ଆମ ପରମ୍ପରାକୁ ଭୁଲିଗଲେଣି ଆମ ଧର୍ମକୁ ଭୁଲିଗଲେଣି ଆମ ସଂସ୍କୃତିକୁ ଭୁଲିଗଲେଣି ଧୀରେ ଧୀରେ ଆମେ ଅପସଂସ୍କୃତି ଭିତରେ ପ୍ରବେଶ କରିବା ପାଇଁ ଯାଉଛନ୍ତି କାହିଁକି କହିଲି ଭାଗବତ କହିଲେ ଯଦି ଗୋମାତାକୁ ପୂଜା କରାଯାଏ ବିଷ୍ଣୁଙ୍କୁ ପୂଜା କରିବା ଯାହା ଗୋମାତାଙ୍କୁ ପୂଜା କରିବା ତାହା ବ୍ରାହ୍ମଣଙ୍କୁ ପୂଜା କରିବା ଯାହା ବିଷ୍ଣୁଙ୍କୁ ପୂଜା କରିବା ତାହା ମୁନି ପୂଜା କରିବା ଯାହା ବିଷ୍ଣୁ ପୂଜା କରିବା ତାହା ସୂର୍ଯ୍ୟଙ୍କୁ ପୂଜା କରିବା ଯାହା ବିଷ୍ଣୁଙ୍କୁ ପୂଜା କରିବା ତାହା ଆକାଶକୁ ପୂଜା କରିବା ତାହା ବିଷ୍ଣୁଙ୍କୁ ପୂଜା କରିବା ତାହା ପବନକୁ ପୂଜା କରିବା ଯାହା ବିଷ୍ଣୁଙ୍କୁ ପୂଜା କରିବା ତାହା ମାଟିକି ପୂଜା କରିବା ଯାହା ଜଗନ୍ନାଥଙ୍କୁ ପୂଜା କରିବା ଠିକ ସେଇଆରେ ଅର୍ଜୁନ ଦେଖୁଛନ୍ତି ଆଜ୍ଞା ନାଇଁ ସେ ଠିକ କଥା କହୁଛନ୍ତି ମୁଁ କେତେ କଥା ଆଜି କହିଲି
ପାଖରେ ବସୁକଳ୍ପ ବ୍ରାହ୍ମଣ କୃଷ୍ଣ ନିନ୍ଦା କଲା ବେଳେ ପହଞ୍ଚି ଗଲେ ଅର୍ଜୁନ ଦେଖିଲେ ଜଣେ ବ୍ରାହ୍ମଣ ଜାତିଶ୍ରେଷ୍ଠ ବ୍ରାହ୍ମଣ ବିଷ୍ଣୁଙ୍କୁ ପୂଜା କରିବା ଯାହା ବ୍ରାହ୍ମଣଙ୍କୁ ପୂଜା କରିବା ତାହା ହାତ ଯୋଡ଼ିଦେଲେ କହିଲେ ହେ ବ୍ରାହ୍ମଣ ଦେବତା ଆପଣଙ୍କୁ ଭୂସୁର କୁହାଯାଏ ମର୍ତ୍ତ୍ୟର ଆପଣମାନେ ହେଉଛନ୍ତି ଦେବତା ଏବେ କୁହନ୍ତୁ କି ଅପରାଧ କରିଛନ୍ତି ଯଦୁପତି କୃଷ୍ଣ ମୋ ସଖା କାହିଁକି ତାଙ୍କୁ ନିନ୍ଦା କରୁଛନ୍ତି କାହିଁକି ତାଙ୍କର ପ୍ରଶସ୍ତି ଗାଇବା ପରିବର୍ତ୍ତେ କାହିଁକି ନିନ୍ଦା କରୁଛନ୍ତି ତିରସ୍କାର କରୁଛନ୍ତି ଖୋଲି କୁହନ୍ତୁ ବ୍ରାହ୍ମଣ ଡାକିଲେ ବୀର ନିଜ ଜୀବନର ସମସ୍ତ ଦୁଃଖ କାହାଣୀକି ଅର୍ଜୁନଙ୍କୁ ଯେତେବେଳେ ଶୁଣାଇ ଦେଲେ ଅର୍ଜୁନ ଡାକିଲେ ହେ ବ୍ରାହ୍ମଣ ଦେବତା ମୁଁ ହଉଛି କ୍ଷତ୍ରିୟ ସତ୍ୟ ସାରା ମନୁଷ୍ୟାନଂ ପାଚ ସାରା ମହିପତି ପାଚକ ବିଚଳିତ ଯେନ ତେନ ସୁକୃତ ହାରିଦା ସତ୍ୟରେ ମନୁଷ୍ୟ ପ୍ରତିଷ୍ଠିତ ହୋଇଥାଏ ବଚନରେ ରାଜା ପ୍ରତିଷ୍ଠିତ ହେଇଥାଏ ଯଦି ନିଜର ସତ୍ୟ ପଥରୁ କିଏ ଓହରିଲା ଯେତେ ବଡ ଉଚ୍ଚ ପଦସ୍ଥ ଅଧିକାରୀ ହେଇଥାଉ ନା କାହିଁକି ସଂସାରରେ ନିନ୍ଦା ପାଇବାଟା ଥୟ ହୋଇଯାଇଥାଏ ତେଣୁ ହେ ବ୍ରାହ୍ମଣ ଦେବତା ମୁଁ ଆଜି ତମେ ବ୍ରାହ୍ମଣ ହେଇ ତମ ସମ୍ମୁଖରେ ମୁଁ ସତ୍ୟ କରି କହୁଛି ଯଦି 6ଟି ସନ୍ତାନ ଅନ୍ତର୍ଧ୍ୟାନ ହେଇଗଲେ ମୁଁ ତ୍ରିବାର ସତ୍ୟ କରି କହୁଛି ତମ ସପ୍ତମ ସନ୍ତାନକୁ ରକ୍ଷା କରିବା ଦାୟିତ୍ୱ ମୋର ହେ সপ্তম সন্তানକୁ যদি রক্ষা করিব পারিবি মু আজি সত্য করুছি হে ব্রাহ্মণ এ অগ্নি অগ্নি জালি পড়া তনম তথা তা মধ্যরে মুহি করিবি শরীর দহন নারে নারে নারা নারে নারে নারা সাক্ষী অଛନ୍ତି মহাপ্রভু পরা সে প্রভু মধুসূদন নারে নারে নারা নারে নারে নারা মো প্রভু মধুসূদন কৃষ্ণ সখাঙ্কু মু আজি তাঙ্করি নামরে শপথ করি কହୁছি যদি তম সপ্তম সন্তানକୁ মু রক্ষা করি ন পারিবি তার অগ্নি জালি তা ভিতরে মু আত্মদাহ করিবি হে অগ্নি নিকটরে শরীরটাকে বিসর্জন করে দেবি ব্রাহ্মণ জানিলা সত্য কলে অর্জুন সত্য রক্ষা নিশ্চিত করিবে কিন্তু অর্জুন কহিলে কলে হে ব্রাহ্মণ দেবতা মোর গোটিয়ে কথা স্মরণ রখি থান্তু আপনক ব্রাহ্মণী যেতেবেলে গর্ভবেদনা আরম্ভ হব সপ্তম সন্তানକୁ জন্ম দেবার গর্ভবেদনা যেমিতি মো পাখরে খবর পৌঁছিব কপিল দিন পরে দিন গলা মাস পরে মাস গলা ব্রাহ্মণী গর্ভবতী হেলা গর্ভ দিনকু দিন বঢ়িলা যেতেবেলে গর্ভ প্রসব হেবার সময় আসিলা গর্ভ বেদনা যেতেবেলে আরম্ভ হেলা গর্ভ যন্ত্রণা যেতেবেলে আরম্ভ হেলা অর্জুনଙ୍କୁ কহিবা অনুসারে পশুকল্প ব্রাহ্মণ যাই অর্জুনଙ୍କ পাখরে খবর দেলে হে বীর অর্জুন ব্রাহ্মণী মোর কষ্ট পাউছি গর্ভ যন্ত্রণা আরম্ভ হয়ে যাইছি ঠিক ঠিক সন্তান প্রসবর সময় আসি উপনীত হয়ে গলা এবে আপনাଙ୍କ পাখরে খবর মু পৌঁছাইনি আপন কোন করিবার ଅଛି এবে টিকে প্রস্তুতি পর্ব আরম্ভ করন্তু অর্জুন তৎক্ষণাৎ ব্রাহ্মণଙ୍କ সাথীরে আসিলে ডাকিলে ব্রাহ্মণ দেবতা আপন গৃহ মধ্যকু চালি যান্তু মতে বাহারে জগিবার দায়িত্বরে ছাড়ি দিয়ন্তু সেদিন ব্রাহ্মণ আর ব্রাহ্মণী দুই জন যাক রহিলে গৃহ মধ্যরে এবং অর্জুন গৃহর বাহার দেশরে জগি রহিছন্তি গান্ডি বধনକୁ ধারণ করি খালি সেতিকি নুহে নিজ তৃণীরରୁ অসরন্তি শরমনা ভিতরু এ তৃণীরରୁ গোটা সরକୁ বাহার করি অভিমন্ত্রিত করি নিজ গান্ডি বধনরে সন্ধি ব্রাহ্মণ গৃহ চতুর্পার্শ্বକୁ ছাড়ি দেলে এ গৃহ চারিপাখে সরবাণ পরা এক সৃষ্টি হই গলা দ্বার ছিলা দ্বার সম্মুখরে অর্জুন জগি রহিলা চতুর্দিগ সরবাণ হইগলা গোটিয়ে দ্বার রহিলা সে দ্বার নিকটে অর্জুন গান্ডীব ধারণ করে জগি রহিলে কপিল বলে দেখিবা কুয়াড়ে সন্তানটা যাଉଛି যদি মরি যাউথান্তা মৃত শরীর তো প্রাপ্ত হতো না তা মানে অন্তর্ধান হচ্ছে কেহি জনে মায়ের তাকে হরণ করে নিয়ে পড়ুছি আজ মু দেখিবি কিয়ে রହୁଛି জগিছন্তি অর্জুন ব্রাহ্মণ ব্রাহ্মণী গর্ভ কষ্ট পাউছি ব্রাহ্মণ গৃহ বাহারে বসিছন্তি কিন্তু যথাপূর্ব তথাপর যেমিতি পূর্ব 6টি সন্তান যাইছিলে ব্রাহ্মণীর সপ্তম সন্তান মধ্যে জন্ম হেলা মুহাকিরি কান্দিলা কান্দিবা পরে পুনি অন্তর্ধান হইগলা
ବ୍ରାହ୍ମଣ ମନ ଦୁଃଖରେ ଆସି ଅର୍ଜୁନଙ୍କ ପାଖରେ ପହଞ୍ଚିଲେ, ଡାକିଲେ ବୀର ଅର୍ଜୁନ ତମ ସତ୍ୟ ତୁମେ ରକ୍ଷା କରିପାରିଲ ନାହିଁ। ନା ପୂର୍ବ 6ଟି ସନ୍ତାନ ପରି ମୋ ବ୍ରାହ୍ମଣୀର ସପ୍ତମ ସନ୍ତାନ ମଧ୍ୟ ଅନ୍ତର୍ଧ୍ୟାନ ହେଇଗଲା। ଏବେ କଣ କରାଯିବ? ଅର୍ଜୁନ ହାତ ଯୋଡ଼ିଲେ, ବ୍ରାହ୍ମଣ ଦେବତା ମୁଁ ଯେତେବେଳେ ପ୍ରତିଜ୍ଞା କରିଛି ମୁଁ ପ୍ରତିଜ୍ଞାକୁ ମତେ ପୂରଣ କରିବା ପାଇଁ ପଡିବ, କାରଣ ମୁଁ କ୍ଷତ୍ରିୟ ସନ୍ତାନ, ମୁଁ ସତ୍ୟ କରିଛି ନା, ମୁଁ ସତ୍ୟର ବଚନ ଦେଇଛି ନା, ବଚନକୁ ରକ୍ଷା କରି ନ ପାରିଲେ ମୁଁ ତାହେଲେ ମୋର କ୍ଷତ୍ରିୟ ଧର୍ମରେ ମର୍ଯ୍ୟାଦା ହାନି, କ୍ଷତ୍ରିୟର ମର୍ଯ୍ୟାଦାରେ ହାନି ଘଟିବ। ଏ କଥା ଚିନ୍ତା କରି ସେଦିନ ଭଗବାନ କୃଷ୍ଣଙ୍କ ପାଖରେ ପହଞ୍ଚିଲେ, ପ୍ରାର୍ଥନା କଲେ, ଡାକିଲେ ହେ ସଖା ସବୁ ଘଟଣାକୁ ଶୁଣେଇ ସାରିବା ପରେ କାଷ୍ଠ ସଂଗ୍ରହ କରାଗଲା, ଅଗ୍ନି ସଂଯୋଗ କରାଗଲା। ଅର୍ଜୁନ ଯେତେବେଳେ ଚତୁର୍ଦିଗରେ ପ୍ରଦକ୍ଷିଣ କରୁଛନ୍ତି ଅଗ୍ନି ଶରୀରକୁ ଘାସ ଦେବା ପାଇଁ, ଅଗ୍ନି ଭିତରେ ପ୍ରବେଶ କରିବା ପାଇଁ, କୃଷ୍ଣ କହିଲେ ସଖା ରହିଯାଅ, ବ୍ରାହ୍ମଣ ସନ୍ତାନ ଗୁଡିକ ଯଦି ମୃତ୍ୟୁବରଣ କରିଥିବେ ଏବେ ଆମକୁ ଖୋଜିବା ପାଇଁ ପଡିବ। ଭଗବାନ କୃଷ୍ଣ ନିଜ ଦିବ୍ୟ ଜ୍ଞାନ ବଳରେ ଯମଲୋକ ପର୍ଯ୍ୟନ୍ତ ଗଲେ। ଯମପୁରରେ ସେମାନଙ୍କର କୌଣସି ସତ୍ତା ମଧ୍ୟ ମିଳିଲାନି। ଯଦି ଯମପୁରରେ ନାହାନ୍ତି ମାନେ ସେମାନେ ମୃତ୍ୟୁବରଣ କରିନାହାନ୍ତି। ଆଚ୍ଛା, ସ୍ୱର୍ଗରେ ନାହାନ୍ତି, ମର୍ତ୍ତ୍ୟରେ ବି ନାହାନ୍ତି, ତାହେଲେ କୋଉଠି ଥିବେ? ସ୍ମରଣ କଲେ ଭଗବାନ କୃଷ୍ଣ ଗରୁଡ ପୃଷ୍ଠରେ ବସିଛନ୍ତି ଭଗବାନ କୃଷ୍ଣ। କୃଷ୍ଣଙ୍କ କୋଳରେ ବସିଲେ କିଏ? ଅର୍ଜୁନ। 3 ଜଣ ଯାକ କ୍ଷୁଦ୍ରରୁ ଅତି କ୍ଷୁଦ୍ର ରୂପକୁ ଧାରଣ କରି ପାତାଳ କଟକକୁ ଯାତ୍ରା କଲେ। ପାତାଳ କେତେ ଭାଗରେ ବିଭକ୍ତ? ସପ୍ତ ପାତାଳ। ସପ୍ତ ପାତାଳ ଭେଦ କରି ପହଞ୍ଚିଲେ ଭଗବାନ କୃଷ୍ଣ ଅର୍ଜୁନ। ସେଠି କଣ ଦେଖିଲେ? ଗୋଟିଏ କଦମ୍ବ ବୃକ୍ଷ, କଦମ୍ବ ବୃକ୍ଷ ମୂଳରେ ଦଣ୍ଡାମାନ ହୋଇଛନ୍ତି ଜଣେ କୃଷ୍ଣ। ସେ କୃଷ୍ଣଙ୍କ ହାତରେ ମୋହଲ ବଂଶୀ ନଥିଲା, ଚତୁର୍ଦ୍ଧା ମୂର୍ତ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି, କୃଷ୍ଣଙ୍କର ଅନୁରୂପ ଦଣ୍ଡାୟମାନ ହୋଇଛନ୍ତି। ଠିକ ସେଇ ସ୍ଥାନରେ କୃଷ୍ଣ ଅର୍ଜୁନ 2 ଜଣ ଯାକ ପାଦ ତଳେ ପଡିଗଲେ। ଯେତେବେଳେ ପଡିଗଲେ ଅର୍ଜୁନ ଶୋଇଛନ୍ତି ପ୍ରଭୁଙ୍କ ପାଦ ତଳେ, ତ ପ୍ରଭୁର ମାୟା ନା, ପ୍ରଭୁର ମାୟାରେ ଅର୍ଜୁନ ଶୋଇଛନ୍ତି। କିନ୍ତୁ ପାତାଳ ତଳେ ଥିବା କୃଷ୍ଣ, ମର୍ତ୍ତ୍ୟରୁ ଯାଇଥିବା କୃଷ୍ଣଙ୍କୁ କୋଳେଇ ନେଲେ, କାନରେ ଡାକିଲେ, କହିଦେଲେ, କହିଲେ ହେ କୃଷ୍ଣ ତମେ ମୋ ଶରୀରରୁ ବାହାରିଛ, ମୋ ଅଙ୍ଗରୁ ତମେ ବାହାରିଛ, ତାମାନେ ମୁଁ ଯାହା ତମେ ସେଇଆ। ତମେ କାହିଁକି ଜାଣିଛ? ଏପର୍ଯ୍ୟନ୍ତ କିଛି ଜାଣିଲଣି? ଯୋଉଥିପାଇଁ ମର୍ତ୍ତ୍ୟକୁ ଯାଇଥିଲ ଏ ପର୍ଯ୍ୟନ୍ତ ସେ କାର୍ଯ୍ୟ ଆରମ୍ଭ ହେଇନାହିଁ। ତାମାନେ ମହାଭାରତ ଯୁଦ୍ଧ ହବ। ଏ ଅର୍ଜୁନ କୃଷ୍ଣ 2 ଜଣ ଯାକ ମହାଭାରତ ଯୁଦ୍ଧ କରିବେ। ତମେ ତ ଏଇ ଉଦ୍ଦେଶ୍ୟରେ ଯାଇଛ ନା? ଏ ପର୍ଯ୍ୟନ୍ତ ସେ କାର୍ଯ୍ୟ ଆରମ୍ଭ ହେଲାଣି ନାଇଁ ପ୍ରଭୁ। ଏ ପର୍ଯ୍ୟନ୍ତ ମହାଭାରତ ଯୁଦ୍ଧର ମୂଳଦୁଆ ପଡିନାହିଁ। ତାହେଲେ ତମେ କରୁଛ କଣ ମର୍ତ୍ତ୍ୟରେ? କେବଳ ଏତିକି ସ୍ମରଣ କରିଦେବା ପାଇଁ ମୋ ମାୟା ବଳେ ପରା ବ୍ରାହ୍ମଣୀର ସାତ ସନ୍ତାନ ହରଣ କଲି। ପୂର୍ବ କଥା ପାଇଁ ତୁମ୍ଭକାରେ ପରା ଏହି କଥା କହିବେ। ଏଇ ଉଦ୍ଦେଶ୍ୟ ରଖି ବସୁକଳ୍ପ ବ୍ରାହ୍ମଣ ଆଉ ବ୍ରାହ୍ମଣୀର ସେ 7ଟି ସନ୍ତାନକୁ ମୁଁ ହରଣ କରିଥିଲି। ଏବେ ଦେଖ ସେ 7 ସନ୍ତାନ ଖେଳୁଛନ୍ତି ଚତୁଃପାର୍ଶ୍ୱରେ। 7 ସନ୍ତାନକୁ ଧରି ଭଗବାନ କୃଷ୍ଣ ଫେରିଛନ୍ତି ଏବଂ ତାହାପରେ ମୂଳଦୁଆ ପଡିଛି କୋଠୁ ନା ମହାଭାରତ ଯୁଦ୍ଧ ହବ। ଭଗବାନ କୃଷ୍ଣ ସେଦିନ ପହଞ୍ଚିଛନ୍ତି, ଡାକୁଛନ୍ତି ହେ ମାନ ଗୋବିନ୍ଦ, ଏ 2.5 ଦିନର ସଂସାର ଭିତରକୁ ଆମେ ଆସିଛନ୍ତି କେତେ ଦିନ ପାଇଁ? ଅଧେ ଦିନ ପାଇଁ ମଣିଷ ଆସିଛି। କହୁଥିଲି ନା ଏ ସଂସାରଟା ଅଧାରେ ତିଆରି ହେଇଛି, ଏ ସଂସାରଟା ପୁରା ଅଧାରେ ତିଆରି ହେଇଛି। ମୁଁ କହୁନି, ମହିମା 8 ଭଜନରେ ଗୋଟିଏ ଭଜନରେ ସନ୍ଥ ଭୀମ ଭଇ ଲେଖି ଦେଇ ନାହାନ୍ତି, କହିଲେ ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ, 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 ତାପ ଦେଉଛନ୍ତି ଏକ ବ୍ରହ୍ମାଣ୍ଡେ, ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ, ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ,
ତ ହୋଇ ରହିଛି ଆହୁରି ଖଣ୍ଡେ ଆହୁରି ଖଣ୍ଡେ ଏ ବ୍ରହ୍ମାଣ୍ଡ ଅଧାରେ ତିଆରି ହେଇଛି ଆଜ୍ଞା ତେଣୁ ସୃଷ୍ଟିଟା ଅଧାରେ ତିଆରି ହେଇଥିବାରୁ ଆ ନାଁ ହଉଛି ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ କପିଳ ଆରେ ଭଗବାନଙ୍କର ପ୍ରକୃତି କେତେଟା ପ୍ରକୃତି ଦୁଇଟି ପ୍ରକୃତି ଆରେ ଦୁଇ ପ୍ରକୃତି କଣ ପରା ପ୍ରକୃତି ଅପରା ପ୍ରକୃତି ଆଚ୍ଛା କାହାକୁ କହିବା ପରା କାହାକୁ କହନ୍ତି ଅପରା କାହାକୁ କହନ୍ତି କାହାକୁ କହିବା କପିଳ ଆଜ୍ଞା ଏମିତି କିଛି ପ୍ରକୃତି ଅଛି ଯାହାକୁ ଦେଖି ହୁଏ ଆଚ୍ଛା ଏମିତି କିଛି ପ୍ରକୃତି ଅଛି ଯାହାକୁ ଦେଖି ହୁଏନି ଅନୁଭବ କରି ହୁଏ ଆଚ୍ଛା ତେଣୁ ତାକୁ କହନ୍ତି ପରା ପ୍ରକୃତି ଅପରା ପ୍ରକୃତି ଆଜ୍ଞା କଣ ତାହା କଣ? ଶ୍ରୀମଦ ଭଗବତ ଗୀତା କହିଲେ ଆହା ଭୂମିରାପ ନଳବାୟୁ ଖନ୍ମନ ବୁଦ୍ଧିରେ ବଚ ଅହଙ୍କାର ଇତି ଅବେ ଭିନ୍ନ ପ୍ରକୃତିର ଶ୍ରଦ୍ଧା ଦେଖନ୍ତୁ ଜ୍ଞାନୀମାନ ଆଜ୍ଞା କେତେ ଜିନିଷକୁ ଆମେ ଦେଖିପାରନ୍ତି କେତେ ଜିନିଷକୁ ଅନୁଭବ କରିପାରନ୍ତି ଆଜ୍ଞା ଆଜ୍ଞା କଣ କହିଲେ ବ୍ୟାସ କଣ କୃଷ୍ଣ କହିଲେ ହେ ଅର୍ଜୁନ ଆଜ୍ଞା ଭୂମି ହଁ ଭୂମି ହେଲା ମାଟି ମାଟି ଆମେ ଭୂମିକି ଦେଖି ପାରୁଛନ୍ତି ହଁ ଦେଖୁଛେ ଆପ ଆପ କହିଲେ ଆପ ବୋଇଲେ ଜଳ ଜଳ ପାଣିକି ଆମେ ଦେଖି ପାରୁଛନ୍ତି ଦେଖୁଛେ ଅନଳ ଅନଳ କହିଲେ ଅଗ୍ନିକି ଆମେ ଦେଖି ପାରୁଛନ୍ତି ଦେଖୁଛେ ବାୟୁ ବାୟୁ କହିଲେ ବାୟୁ ପବନକୁ ଆମେ ଦେଖି ପାରୁଛନ୍ତି ନାଇଁ ସାର୍ କିନ୍ତୁ ଅନୁଭବ କରିପାରୁଛନ୍ତି ଯାହାକୁ ଦେଖିପାରିଲେ ତାହା ହେଲା ପରା ପ୍ରକୃତି ଯାହାକୁ ଦେଖି ନ ପାରି ଅନୁଭବ କଲେ ତାହା ହେଲା ପରା ପ୍ରକୃତିରେ ବୋଇଲେ ଆକାଶ ଆଜ୍ଞା ଆକାଶକୁ ଆମେ ଦେଖି ପାରୁଛନ୍ତି ମନ ବୁଦ୍ଧି ହଁ। ଅହଙ୍କାର ହଁ। ୟାକୁ ଆମେ ଦେଖି ପାରୁନାହାନ୍ତି ନା। ତେଣୁ ଇଏ ହେଲା ଅପରା ପ୍ରକୃତି ତେଣୁ ପ୍ରଭୁଙ୍କର ପରା ପ୍ରକୃତି ପୁଣି ଯେ ଦୁଇ ଭାଗ ହୋଇଗଲା ଅଧା ପରା ପରା ଅଧିକ ପରା ସୃଷ୍ଟିରେ ପୁଣି ରହିଲା ଜ୍ଞାନୀମାନେ ଯେମିତି ଏ ସୃଷ୍ଟିଟା ଅଧାରେ ତିଆରି ହେଲା ତେଣୁ ଏ ସୃଷ୍ଟିରେ ସବୁ ଅଧା କଣ ସବୁ ଅଧା କଣ ପୁଅ ଯାହା କହିବୁ ତାହା ଅଧା ଯାହା କହିବୁ ତାହା ଅଧା ଆଜ୍ଞା ଆମ ପାଲା ଆଜ୍ଞା ପାଲା ବି ଅଧା ପଇସା ଦେବେ ମୋଟେ ଦେବେନି ଭାଇନାକୁ ମନା କରିଦେବା ମୋଟା ଅଧା ନୁହଁ ମୋଟେ ନାହିଁ ତ ଦେଖିବା ତାକତ କାହାର ଅଛି ୟାକୁ ପଚାରୁଛି ପୁରା ତାକତ ଅଛି ବିନା ପଇସାରେ ପାଲା ଗାଇବ ଆରେ ମୋର ତାକତ ନାଇଲୋ ମୋ ବାପ ମୋର ପଇସା ଦରକାର ତାକତ ଦେଖେଇବା ଦରକାର ନାହିଁ କପିଳ ଆଜ୍ଞା ସଂସାର ହଉଛି ଅଧା ସେଦିନ ଭଗବାନ କୃଷ୍ଣ ଦୁର୍ଯ୍ୟୋଧନକୁ ପଚାରିଲେ ହଁ କହିଲେ ହେ ମାନ ଗୋବିନ୍ଦ ହଁ ଅଳିକ ଭୋଗ ଲାଳସା ଅଳିକ ରିସା ପ୍ରଶଂସା ଲାଗିଛି ନା ଏହି ମୋର ଗାତ୍ର ଗାତ୍ର ସବୁ ହଉଛି ଅଳିକ ହଁ ଏ ଅଧା ଘୋଡା ସଂସାର ଭିତରେ ସବୁ ହଉଛି ଅଳିକ ଅଳିକ। ଅଳ୍ପ ଦିନର କୁଣିଆ ଆମେ ମାନେ ଅଳ୍ପ ଦିନର କୁଣିଆ ହଁ। ଆଜି ବାହୁରେ ବଳ ଅଛି ହଁ ବୁଦ୍ଧି ଅଛି ଅଛି ବଳ ଅଛି ଅଛି। ରୂପ ଅଛି ହଁ। ଅହଙ୍କାର ମତ ଗର୍ବରେ ପଡି ଭାରି ପଡୁଛି ମଣିଷ ଅଢେଇ ପଡିବ କିନ୍ତୁ ହଁ ଏମିତି ଦିନ ଆସିବ ଭାବିବା ପାଇଁ ପଡିବ ଠିକ କଣ ଭାବିବା ପାଇଁ ପଡିବ କଣ ଆଜ୍ଞା? ଧୀରେ ଝୁଣ୍ଟି ପଡିଲେ ଉଠି ପାରିବୁ ପଡିଲା ପତ୍ର ବୃକ୍ଷେ କପିଳରେ ଆଜି ବଳ ଅଛି ବୋଲି ହଁ କିଏ ହୁଙ୍କାରରେ କଥାବାର୍ତ୍ତା କରୁଛି ହଁ ଆଜ୍ଞା ଆହା, ଆଉ ଗୋଟେ ସତ କଥା କହିବି ଆମ ଗାଁରେ ଜଣେ ଲୋକ ଥିଲା ସେ ଲୋକ ଯଦି କାହା ଗାଈ ଗୋରୁ ଟିକେ ତା ବାଡିରେ ବସିଗଲା ହଁ ବୟସ ବଢିଲା ସତ କିନ୍ତୁ ତା ପ୍ରକୃତି ବଦଳିଲାନି ନାଇଁ ବାଡେଇବାଟା ସେ ବାଡିରୁ ତାକୁ ଧରି ତାକୁ ବାଡେଇ 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 ଯେ ମାଲିକ ଘର ପାଖରେ ତ ଆସିବ ପହଞ୍ଚେଇବ ସେ ମାଲିକକୁ ଏମିତି କଥା କହିବ ତା ପରଦିନ ସେ ଗୋରୁକୁ ବିକ୍ରି କରିବା ପାଇଁ ସେ ବାଧ୍ୟ ହବ ଠିକ ଠିକ ସେ ଆଜ୍ଞା ଏତେ ଅହଙ୍କାରୀ ଥିଲା ହଁ କିନ୍ତୁ ଯେତେବେଳେ ମରିବା ପାଇଁ ପଡିଲା ହଁ ମରିବା ପାଇଁ 6 ମାସ ପୂର୍ବରୁ ଗାଁ ଲୋକ କାନ୍ଦିଥିବେ ଗାଁ ଲୋକ କାନ୍ଦିବେ ଆଉ ଭଦ୍ରଲୋକ କାହିଁକି ଆସିବେ ନାଇଁ ରେ ଆଉ କଣ କଲେ କାହିଁକି ଏ କଥା କହିବି ତାର କଣ ଆଜି ବଳ ଅଛି ଅଛି ହଁ ପଇସା ଅଛି ଅଛି ରୂପ ଅଛି ହଁ ବୁଦ୍ଧି ଅଛି ହଁ ସେଇଥିପାଇଁ ଅହଙ୍କାର ଠିକ କିନ୍ତୁ ଦିନ ଆସିବ ଏମିତି କିଛି କାମ ଦବନି ନା ବଳ ଥିଲେ ବଳ ବି କୁଆଡେ ଚାଲିଯିବ। ପଳେଇଯିବ ରୂପ ଥିଲେ ରୂପ କୁଆଡେ ପଳେଇଯିବ ଚାଲିଯିବ। ଅହଙ୍କାର କୁଆଡେ ଚାଲିଯିବ ଚାଲିଯିବ। ଧନ ସମ୍ପତ୍ତି କୁଆଡେ ପଳେଇଯିବ ଚାଲିଯିବ। ଡାକିଲେ ଭଗବାନ କୃଷ୍ଣ ହେ ମାନ ଗୋବିନ୍ଦ ହଁ ଏଇଥିପାଇଁ
ଆସିଛି କହିବା ପାଇଁ। ହଁ କଣ କହିବି ଶୁଣିବ? କୁହ ହିରେ ଇନ୍ଦ୍ରପ୍ରସ୍ଥ ଯମପ୍ରସ୍ଥ ଇନ୍ଦ୍ରପ୍ରସ୍ଥ ଯମପ୍ରସ୍ଥ ଅତିବ ବାରୁଣବନ୍ତ ଇନ୍ଦ୍ରପ୍ରସ୍ଥ ଯମପ୍ରସ୍ଥ ଆହା ଇନ୍ଦ୍ରପ୍ରସ୍ଥ ଯମପ୍ରସ୍ଥ ଅତିବ ବାରୁଣବନ୍ତ ବଂଶ ପୁରା ମାତ୍ର ଅଜଇତାରେ ବଂଶ ବଡ଼ା ମାତ୍ର ଭିକ୍ଷା ଦିଅ 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 ଭିକ୍ଷା ମାଗିଛନ୍ତି ଯେ ପଟୁ ସୁତ ଦିଅ ଭିକ୍ଷା ଦିଅ ଭିକ୍ଷା ଚିରଦିନ ଘୋଷୁ ଦିଅ ସୁତ ଦିଅ ଭିକ୍ଷା ଦିଅ ଭିକ୍ଷା ଭିକ୍ଷାର୍ଥୀ କେଶବ ମୋର ମନେ ପଡେ ଆଜ୍ଞା ପଣ୍ଡିତ ରଘୁନାଥ ମିଶ୍ର ଆମ ନିକଟରେ ଆମ ଗାଁ ପାଖର ଜଣେ ପଣ୍ଡିତ ହଁ ସେ ନାଟ୍ୟକାର ଜଣେ ହଁ ସେ ଗୋଟିଏ ନାଟକ ଲେଖିଥିଲେ ନାଁଟି ଥିଲା ଭିକ୍ଷାର୍ଥୀ କେଶବ ଆଜ୍ଞା କେଶବ ଭଗବାନ କୃଷ୍ଣ ହଁ। ଯୋଉଦିନ ଭିକ୍ଷାର୍ଥୀ ହେଇ ଯାଇଥିଲେ ହଁ। ଗୁରୁରାଜ ଦରବାରକୁ ମାତ୍ର 5 ଖଣ୍ଡ ପୋଡା ମାଗିଲେ ଠିକ କହିଲେ ହେ ମାନଗୋବିନ୍ଦ ହଁ ତମେ ସମଗ୍ର ରାଜ୍ୟକୁ ଭୋଗ କର କର କିନ୍ତୁ ମାତ୍ର 5 ଖଣ୍ଡ ପୋଡା ଦେଇଦିଅ ସେ 5 ଭାଇ ଶାନ୍ତିରେ ରହିବେ ଯୁଦ୍ଧର ଆବଶ୍ୟକତା ନାହିଁ ନା ଭାଇ ଭାଇର ରକ୍ତ ଦେଖିବନି ନା କୌଣସି ନାରୀ ବିଧବା ହେବେନି ନା କୌଣସି ସନ୍ତାନ କେବେ ପିତୃହରା ହବନି ନା ଶାନ୍ତି ପ୍ରତିଷ୍ଠା ହେଇଯାଉ ହଁ ଶାନ୍ତି ପ୍ରସ୍ତାବ ନେଇ ଏ ଭଗବାନ କୃଷ୍ଣ ହଁ ଦୁର୍ଯ୍ୟୋଧନକୁ ମାତ୍ର 5 ଖଣ୍ଡ ପୋଡା ମାଗିଲେ ମାଗିଲେ ଦୁର୍ଯ୍ୟୋଧନ ରାଜି ହେଇଗଲା ବଢିଆ ଲୋକଟା କଲା ଦେଇଦବା ହଁ ଠିକ ଆରେ ମୁଁ ଯଦି ସମଗ୍ର ରାଜ୍ୟକୁ ଭୋଗ ଦଖଲ କରିବି କରିବି 5ଟା ପୋଡା ନେଇକି 5 ଭାଇ ଯଦି ଶାନ୍ତିରେ ରହିବେ ରହନ୍ତୁ ଠିକ ଠିକ ରହନ୍ତୁ ହଁ କିନ୍ତୁ ରାଜା ଯଦି କିଛି କରିବ ହଁ ମନ୍ତ୍ରୀଙ୍କ ବିନା ପରାମର୍ଶରେ କୌଣସି ନିଷ୍ପତ୍ତି ନେଇପାରିବନି ଠିକ ଅଛି ଆଜ୍ଞା ରାଜା କିଛି କରିବା ପାଇଁ ହେଲେ ହଁ ମନ୍ତ୍ରୀଙ୍କର ବିନା ପରାମର୍ଶରେ କିଛି କରିପାରିବ ଆଉ ଆପଣ କଣ ରଖିଲେ ଯାହାର ମତେ ପଚାରିଲେ ନା କଥା ତାହା ନୁହେଁ ଆଉ ଆମ ଭାରତୀୟ ସମ୍ବିଧାନ ଆଜ୍ଞା ଆମ ଭାରତର ସମ୍ବିଧାନ ହଁ ଖାଲି ଆମ ଭାରତ ନୁହେଁ ଆମ ଭାରତ ଭଳି କେତୋଟି ରାଷ୍ଟ୍ର ରହିଛନ୍ତି ଆଜ୍ଞା ଆଜ୍ଞା ଉଦାହରଣ ଦଉଛି ଦିଅନ୍ତୁ ଆମ ଭାରତରେ ହଁ ଯଦି କୌଣସି କଥାକୁ ଆଇନରେ ପରିଣତ କରାଯାଏ ଆଜ୍ଞା ସେଥିପାଇଁ ରାଷ୍ଟ୍ରପତିଙ୍କର ମୋହର ବାଜିବା ଦସ୍ତଖତ ହବାଟା ନିହାତି ଅପରିହାର୍ଯ୍ୟ ଦରକାର ପ୍ରଧାନମନ୍ତ୍ରୀ ଯେଡେ ଶକ୍ତିଶାଳୀ ହୁଅନ୍ତୁ ହଁ ରାଷ୍ଟ୍ରପତିଙ୍କର ବିନା ହସ୍ତାକ୍ଷରରେ ହଁ କିଛି ସମ୍ଭବ ହେଇପାରିବ ନା ହବନି କିନ୍ତୁ ଆମେରିକା ରୁଷ ଜାପାନ ଏଭଳି ଦେଶ ମାନଙ୍କରେ ଆଜ୍ଞା ପ୍ରଧାନମନ୍ତ୍ରୀଙ୍କର କୌଣସି ମୂଲ୍ୟ ନାହିଁ ନାଇଁ ସେଠି ରାଷ୍ଟ୍ରପତି ଅଲ୍ ଇନ୍ ଅଲ୍ ଠିକ ରାଷ୍ଟ୍ରପତି ଯାହା ନିଷ୍ପତ୍ତି ନେବେ ତାହା ଧାର୍ଯ୍ୟ ଠିକ କିନ୍ତୁ ଆମ ସମ୍ବିଧାନ ଭିତରେ ହଁ ରାଷ୍ଟ୍ରପତି ଉଚ୍ଚପଦସ୍ଥ ହେଇଥାଇ ପାରନ୍ତି ଠିକ କିନ୍ତୁ ହଁ ସବୁତକ କ୍ଷମତା କେନ୍ଦ୍ରବିନ୍ଦୁ ହଉଛନ୍ତି ପ୍ରଧାନମନ୍ତ୍ରୀ ଆଜ୍ଞା ଏ କଥା ଯାହା ମହାଭାରତ ଯୁଦ୍ଧ ତାହା ଯାହା ରାଜା ହଉଛନ୍ତି କିଏ ଦୁର୍ଯ୍ୟୋଧନ ହଁ କିନ୍ତୁ ମନ୍ତ୍ରୀଙ୍କ ବିନା ପରାମର୍ଶରେ ମନ୍ତ୍ରୀଙ୍କର ବିନା ଅନୁମୋଦନରେ କିଛି କରିହବନି ନାଇଁ ନାଇଁ ହବନି ମନ୍ତ୍ରୀ କିଏ ତାରେ କିଏ ମାମୁ ଶକୁନି ବଢିଆ ଲୋକ ଆଉ ମାମୁ ଶକୁନି ହଉଛି ମନ୍ତ୍ରୀ ମନ୍ତ୍ରୀ ତା ପରାମର୍ଶ ବିନା ତ କିଛି କରିହବନି ନାଇଁ ନାଇଁ ହାତ ଯୋଡି ଦେଲେ ଦୁର୍ଯ୍ୟୋଧନ କହିଲେ ମାମୁ ଓଲୋ ଦେଖନ୍ତୁ କେଡେ ସୁନ୍ଦର ପ୍ରସ୍ତାବ କଣ ବର୍ତ୍ତମାନ ଶ୍ରୀହରି କୃଷ୍ଣ ନାରାୟଣ ଯଦୁପତି ହଁ ଆମକୁ ପ୍ରସ୍ତାବ ଦେଲେଣି 5 ଖଣ୍ଡ ପୋଡା ଦେଇଦବା ପାଣ୍ଡବ ମାନେ 5 ଭାଇ ଶାନ୍ତିରେ ରହିଯିବେ ସମତକ ରାଜ୍ୟ ଆମେ ଭୋଗ ଦଖଲ କରିବା କରିକି ଆମେ ବି ଶୋଇବା ମାମୁ କଣ କହୁଛନ୍ତି ହଁ କୁହ ମାମୁ କଣ କହୁଛନ୍ତି ଶକୁନି ଭାବିଲା ଆରେ ହେ ଆରେ ଇଏ କଣ 5ଟା ପୋଡା ଦେଇକିରି ଶାନ୍ତିରେ ରହିବ ବୋଲି ଚାହିଁଲାନି ହଉ ବାବୁ 5 ଖଣ୍ଡ ଦେଇଦେବା ଆପଣ ବି ନିଗମରେ ଶୋଇବେ 750 ଗୋଟେ ନାକେ ଦେବି ନିଗମରେ ଶୋଇବେ 750 ନିଗମ କଣ କିରେ ନିଗମ ଅର୍ଥ ଅନ୍ଧାର ଘରେ ଶୋଇବ କପିଳ ଆଜ୍ଞା ଦୁର୍ଯ୍ୟୋଧନଠୁ ଏ କଥା ଶୁଣିବା ପରେ ଶକୁନି ଚିନ୍ତା କଲା ହଁ କହିଲା ମୋ ବଂଶ ବୁଡିବାର ପ୍ରତିଶୋଧ କିବା ମୁଁ ନେଇ ନ ପାରିବି ଜାଣ କିପରି ନିଷ୍ପତ୍ତି କରିବ ଏହି ପରା କୁରୁରାଣ ଆରେ ମୋ ବଂଶ ବୁଡେଇଛି ଏ ଦୁର୍ଯ୍ୟୋଧନ ଇଏ ଦୁର୍ଯ୍ୟୋଧନ ପାଇଁ ମୋ 99 ଭାଇ ମରିଛନ୍ତି ହଁ ଇଏ ଦୁର୍ଯ୍ୟୋଧନ ପାଇଁ ମୋ ବାପା ମରିଛନ୍ତି ହଁ ମୋ ବଂଶକୁ ଯିଏ ବୁଡେଇଛି ତା ବଂଶ ରହିବ ଖାଇକିରି ବୁଲିବେ ଏ କଥା ମନ ଭିତରେ ଚିନ୍ତା କଲା ମନ ଭିତରେ ଚିନ୍ତା ସିନା କଲା ଆଜ୍ଞା କିନ୍ତୁ ଦୁର୍ଯ୍ୟୋଧନକୁ ଡାକିଲା କହିଲା ଭଣଜା ମାମୁ
ମୁଁ ତ ପ୍ରସ୍ତାବରେ ରାଜି ବଢିଆ ହେଲା କିନ୍ତୁ ମୁଁ ପଦେ କଥା କହୁଛି ବାପା ମତେ ନ୍ୟାୟ ଟିକେ ଦେ ହଁ ମାମା ତମେ କୁହ ତମର ଅଧିକାର ଅଛି କହିବାରେ ଶୁଣିବୁ ନ୍ୟାୟ କଣ କୁହ ମତେ କହିଲୁ କହୁନାହାନ୍ତି ବାପା ଯଦି ଗୋଟାଏ ପ୍ରବାଦ ଅଛି ଯେତେ ଭାଇ ସେତେ ଘର ହଁ ଯେତେ କନ୍ୟା ସେତେ ବର ହଁ, ହଁ ଯେତେ କନ୍ୟା ସେତେ ବର ଯେତେ ଭାଇ ସେତେ ଘର ବୁଝିଲେ ଯଦି ଏକଥା ସତ୍ୟ ସତ୍ୟ ମନରେ ଆଜ୍ଞା ମତେ କହିଲୁ କହୁନାହାନ୍ତି ଜଣଙ୍କର ଦୁଇଟି ପୁଅ ଥିଲେ ହଁ ଦୁଇ ପୁଅ ଗୋଟିଏ ବାପାର ଦୁଇଟି ପୁଅ ଥିଲେ ଦୁଇଟି ଯାକ ପୁଅ ବିବାହ କଲେ ହଁ ବାପାଟି ଚାଲିଗଲା ହଁ ଦୁଇ ଜଣ ପୁଅ ବିବାହ କଲେ ହଁ ଜଣେ ପୁଅର ଗୋଟିଏ ପୁଅର ପୁଅ ଝିଅ ଜନ୍ମ ହେଲେ ହଁ ଆଉ ଗୋଟିଏ ପୁଅର ପୁଅ ଝିଅ ହେଲେ ହେଲେଣି ତା ବାପା ତ ମରି ଯାଇଛନ୍ତି ହଁ ଗୋଟିଏ ପୁଅର ପୁଅ ଝିଅ ଜନ୍ମ ହେଲେ ହଁ ଆଉ ଗୋଟିଏ ପୁଅ ଝିଅ ଗୋଟିକର ପୁଅ ଝିଅ ଜନ୍ମ ହେଲେ ନାହିଁ ମତେ କହ କହୁନାହାନ୍ତି ସମ୍ପତ୍ତିଟା ଦୁଇ ଭାଗ ହବ ହଁ ଯଦି ଦୁଇ ଭାଗ ହେଲା ହେଲା ଯାହାର ପିଲା ଛୁଆ ହେଲା ହଁ ଆଉ ଯାହାର ପିଲା ଛୁଆ ନ ହେଲା ନହେଲା ପିଲା ଛୁଆ ଯାହାର ହେଲେ ସିଏ ତ ସମ୍ପତ୍ତି ଭୋଗ କରିବ ହଁ ଯାହାର ପିଲା ଛୁଆ ନ ହେଲେ ତା ସମ୍ପତ୍ତିଟା କୁଆଡେ ଯିବ ଆଉ ସାର୍ କୁଆଡେ ଯିବ ନାଇଁ ନାଇଁ କୁଆଡେ ଯିବ କହ ଯାହାର ପିଲା ଛୁଆ ଅଛି ସେଇ ଭୋଗ କରିବ ଆଉ କରିବ କିଏ ଦୁର୍ଯ୍ୟୋଧନ ହାତ ଯୋଲା କଲା ମାମୁଁ କାହିଁକି ଏ ପ୍ରଶ୍ନ କଲୁ ନା କିରେ ତୁ ମୂର୍ଖଙ୍କ ଭଳି ମତେ କହୁଛୁ ଆଉ ଭାଗ କାହାକୁ ଦବୁ ଭାଇ କହିଲେ କାହାକୁ କିଏ ତ ଭାଇ ଇଏ ସେ ପଞ୍ଚର ମୋ ଭାଇ କେମିତି ତ ଭାଇ ସେ ଯୁଧିଷ୍ଠିର ମୋ ଭାଇ କେମିତି ଆଜ୍ଞା ପଣ୍ଡୁ ହଉଛନ୍ତି ମୋ କକା ହଁ ତାଙ୍କ ପୁଅ ମାନେ ଏମାନେ ପଣ୍ଡୁପୁତ୍ର ହଁ ଏମାନେ ପଣ୍ଡୁପୁତ୍ର ଶକୁନିର କି ବୁଦ୍ଧି ଦେଖନ୍ତୁ ମାରାତ୍ମକ ବୁଦ୍ଧି ଆଚ୍ଛା ହଉ କହିଲା ଆରେ ଭଣଜା ଆଜ୍ଞା ଏଥିରୁ କିଏ କିଏ ପଣ୍ଡୁପୁତ୍ର ମତେ ଟିକେ ହିସାବ ଦେଲୁ ଗୋଟାଏ ପଦ ଛାନ୍ଦରେ ପୁଅ ବାବୁଲି ହଉ ହଉ ସେଇ ଧନେଶ୍ୱର ପାଣି କଲେ ଖା ଚୋଖି ପଦ ଗୋଟାଏ ପଦ ଆଜ୍ଞା କଣ କହିଲା ହଉ ଶକୁନି କଣ କହିଲା କଣ କହିଲା ଯୁଧିଷ୍ଠିର ଧର୍ମ ସୁତା ଓ ଯୁଧିଷ୍ଠି ରାଧା ଭୀମ ପ୍ରଭଞ୍ଜନ ପୁତ୍ର ଓ ଭୀମ ଜାନା ପୁତ୍ର ଇଏ ଧନଜୟ ଦୈତ୍ର ମାତୃ ସୁତ ଦେବୀ ମାତ୍ର ଓ ମାତୃ ସୁତ ଦେବୀ ମାତ୍ର ଆୟ କାରଣୁ ମୁକ୍ତି ସୀତା ଓ କାହାକରେ ଦେବୀ ହେବି ଭାବ ଅପାର କାହାକରେ ଦେବୀ ହେବି ଭାବ ଅପାର ପୁଣି ଖଣ୍ଡେ ଅଛି ବାଟାଣି ଓ ଚୁଡ଼ି ସର୍ବେ ଅଛି ବାଟାଣି আরে গান্ধারী বাড়ো ইঙ্গিত দল রহ ইয়ে পাঁচ জন যাক কাহা পিলা শকুনি কহিলা ভণজা ହଁ তো বড় ভাই ବଡ ଭାଇ ଯୁଧିଷ୍ଠିର ସିଏ କାହା ପୁଅ ସେ ମୋ କକା ପୁଅ ଧର୍ମନନ୍ଦନ ଯୁଧିଷ୍ଠିର ଧର୍ମନନ୍ଦନ ସିଏ ହେଲା ଧର୍ମରାଜଙ୍କର ନନ୍ଦନ ନନ୍ଦନ ଆଜ୍ଞା ଦ୍ୱିତୀୟ ପୁତ୍ର ଭୀମ ଭୀମ କା ପୁଅ ପବନ ନନ୍ଦନ ପବନ ତୃତୀୟ ପୁତ୍ର ଅର୍ଜୁନ କା ପୁଅ ଇନ୍ଦ୍ରତନୟ ଆଜ୍ଞା ଏ ତିନି ଜଣ ଯାକ ଗଲେ କୁନ୍ତି ପୁତ୍ର ହୁଁ, ନକୁଳ ସହଦେବ ମାଦ୍ରୀପୁତ୍ର ଆଜ୍ଞା ସେ କାହା ପୁଅ କିରେ ପୁଅ ସେ ପଣ୍ଡୁ ପୁଅ ଆଉ ହାଁ ପଣ୍ଡୁଙ୍କ ପୁଅ ଜାଣିନଥିଲି ମୁଁ କୁହନ୍ତି ପଢିଛି ଆଉ ଗୋଚି ଯିବୁ ନକୁଳ କହନ୍ତି ଅଶ୍ୱିନୀ କୁମାରଙ୍କ ପୁଅ ବୋଲି ଆଜ୍ଞା ନକୁଳ ଖାଲି ଅଶ୍ୱିନୀ କୁମାରଙ୍କ ପୁଅ ଆଉ କହୁଛନ୍ତି ଆଉ ମତେ ସହଦେବ କିଏ ସହଦେବ ସାନ ସେ କାହା ପୁଅ ସିଏ କାହା ପୁଅ ଆଜ୍ଞା ସେ ପଣ୍ଡୁ ପୁଅ ହେଇଥିବ କଣ ହେଇଥିବ କିରେ ହେଇଥିବ କଣ ଆଉ ତାହେଲେ ଆପଣ କହୁନାହାନ୍ତି ପଣ୍ଡୁକୁ ଆଗ୍ନିକ ଋଷିଙ୍କର ଅଭିଶାପ କଣ ଅଭିଶାପ ର, ତୁ କାଇଁ ପଲ ବୋଲୁ ସେଟା ମୁଁ ଜାଣିବି ନା ଗୋଟେ ଛାଡ଼ିବିନି ଶବ୍ଦ ଖୁଣ୍ଡି ଦେବି ଶବ୍ଦ ଶବ୍ଦ ଉପରେ ଖୁଣ୍ଡି ଦେବି ଭାଇ ନା ବନ୍ଦ କରୁନାହାନ୍ତି ଏଇ! ଆଉ ଘଣ୍ଟାଟିଏ ପାଲା ନାଇଁ ସାର୍ ପଡିଛି ତିନିଟାରେ ପାଲା ବନ୍ଦ ହବ। ମୋର ଯିବା କାଲି ଯୋଉ ପାଲା ଥିଲା ମୁଣ୍ଡ ଶୀତଳ ହେଇଗଲା ଆମ ଦେହ କଣ ମାଛ ମୁଣ୍ଡ ତୟାର
ହେଇକି ଅଛନ୍ତି ଆଜ୍ଞା କପିଳ ଆଜ୍ଞା ଇଏ ନକୁଳ ଆଉ ସହଦେବ କିଏ କହନି ସାର୍ ଆପଣ କହୁନାହାନ୍ତି ମେହର ଲେଖି ନାହାନ୍ତି କି ରେ ପୁଅ କଣ? ବୋଲେ ଅଶ୍ବିନୀ କୁମାର ସମ ମାଦ୍ରୀ ସୁତ ଦ୍ୱୟ ହୋ ମାଦ୍ରୀ ସୁତ ଦ୍ୱୟ ଅଶ୍ବିନୀ କୁମାର ସମ ମାଦ୍ରୀ ସୁତ ଦ୍ୱୟ ଅଶ୍ବିନୀ କୁମାର ସମ ହଁ ଅଶ୍ବିନୀ କୁମାରଙ୍କ ଭଳି ଭଳି ଅଶ୍ବିନୀ କୁମାରଙ୍କ ଭଳି ଆଜ୍ଞା ମାଦ୍ରୀଙ୍କର ଦୁଇଟି ପୁଅ ନକୁଳ ଆଉ ସହଦେବ ଆଜ୍ଞା ଏ ଦୁଇ ଜଣ ଅଶ୍ବିନୀ କୁମାରଙ୍କ ପୁଅ କାରଣ ଅଶ୍ବିନୀ କୁମାର ଜଣେ ନୁହନ୍ତି ଆଉ ଅଶ୍ବିନୀ କୁମାର ଦୁଇ ଜଣ ଜଣେ ଅଶ୍ବିନୀ ଜଣେ କୁମାର କୁମାର ଇଏ ଯେହେତୁ ଦୁଇ ଜଣ ଆଜ୍ଞା ଇଏ ଦୁଇ ଜଣ ତାଙ୍କରି ପୁଅ ଠିକ ଏ ପ୍ରମାଣ ତା ଭିତରୁ ଗଲେ ଅଲଗା କଥା ଆଜ୍ଞା ଆଜ୍ଞା ତା ମାନେ ହଁ ଶକୁନି କହିଲା ଭରଦା କୁହନ୍ତୁ ଇଏ ତ କେହି ତ ଭାଇ ନୁହନ୍ତି ନା ନା କେହି ତ ଭାଇ ନୁହନ୍ତି ଭାଇ ମାନେ ଆପଣଙ୍କ କଥା ଠିକ ତାହେଲେ କେମିତି ଭାଗ ଦବୁ କହରେ ନା କହ ଯଦୁପତି କୃଷ୍ଣଙ୍କୁ ଯଦି ପାଣ୍ଡବ ମାନେ ଚାହୁଁଛନ୍ତି ଭାଗ ନେବା ପାଇଁ ବାହୁରେ ବଳ ଅଛି ତ ଯୁଦ୍ଧ କରି ଭାଗ ନେଇ ଯାଆନ୍ତୁ ଉଠିଲା ଦୁର୍ଯ୍ୟୋଧନ ହସିଦେଲେ ସମସ୍ତେ ଶକୁନିଙ୍କ କଥାକୁ ଶୁଣି ସମର୍ଥନ ଜଣେଇ ଦେଲେ ଉଠି ପଡିଲା ଦୁର୍ଯ୍ୟୋଧନରେ ହେ ଯଦୁପତି କୁହ ଯାଇ ପାଣ୍ଡବ ମାନଙ୍କୁ ଯଦି ବାହୁରେ ବଳ ଅଛି ଯୁଦ୍ଧ କରନ୍ତୁ ଆଉ ଶୋଇଲେ ହବନି ବିନା ଯୁଦ୍ଧେ ନ ଦେବେ ମୁଁ ସୂଚକ୍ରେ ଦୁର୍ଯ୍ୟୋଧନ ସ୍ଥିର କରିନେଲା କହିଦେଲା ଡିକ୍ଲାର କରିଦେଲା ଆଜ୍ଞା କହିଲା ଯଦି ବାହୁରେ ବଳ ଅଛି ଯୁଦ୍ଧ କରିକି ଭାଗ ନିଅନ୍ତୁ ବିନା ଯୁଦ୍ଧରେ ମୁଁ ଗୋଟାଏ ସୂଚି ମୁନରେ ମୁଁ ନେବି ଜାଗା ଦେବି ଭାଇନା ତାଙ୍କୁ ଉଠେଇ ଦିଅ ଯୁଦ୍ଧ ଆଜ୍ଞା କୃଷ୍ଣ ଜାଣିଲେ ଯୁଦ୍ଧ ହବାଟା ଥୟ ଆଜ୍ଞା କୃଷ୍ଣ ଜାଣିଲେ ଯୁଦ୍ଧ ହବାଟା ଥୟ ଭୟ ମୁଁ କାହିଁକି କହୁଥିଲି ମହାଭାରତ ଯେ ମହାଗହନ ଚରିତ ଶୁଣି ଶୁଣାଇଲେ ନରେ ଲଭନ୍ତି ମୁକତ ଆଜ୍ଞା ମହାଭାରତ ଭିତରେ କୋଉଠି ମହାନ କଥା ଅଛି ଇଏ ଗୋଟେ ଏମିତିଆ ପୁଅ ଯେ ଇଏ କହୁଛି ଏଠି ସେଠି ବମ୍ ତାକୁ ପଚାରିବ ଭାଇ ତା ଦାଦା ତାକୁ କାହିଁ ଚାଖଣ୍ଡ ଜାଗା ଛାଡ଼ିଲାନି ସେ ବମ ଭୟରେ ଦେଲାନି ତୁ ଏମିତି ଅଯୋଗ୍ୟ ପୁତୁରା ଏମିତି ଅଯୋଗ୍ୟ ପିଲା ତୋ ଦାଦା ବି ତତେ ଚାଖଣ୍ଡ ଜାଗା ଦେଲାନି କାନ୍ଥଟେ ଉଠିଲା ମୋ ନାମ ନବ ନାମ ନବ କମ ନାମ ତୁ ଦଉଛୁ ଶୁଣ ଯୋଉଦିନ ଦୁର୍ଯ୍ୟୋଧନ ସ୍ଥିର କରିନେଲା ଯୁଦ୍ଧ କରିବା ପାଇଁ ଆଉ ରାଜଦରବାରରେ ପ୍ରଚାର କରିଦେଲା ଯେ ପାଣ୍ଡବ ମାନେ ଯୁଦ୍ଧ ନ କଲେ ମୁଁ ସୂଚି ମୁନରେ ମୁନେ ଜାଗା ଦେବିନି ଏହା ପରେ ହେଲା କଣ ଭକ୍ତ ଭଗବାନର ଖେଳ ଆରମ୍ଭ ହେଇଗଲା ହେଇଯିବ ଆଜ୍ଞା ବାହ ମହାଭାରତ ତ ଯୁଦ୍ଧ ହବ ହବ ଆଜ୍ଞା କିନ୍ତୁ ତା ଭିତରେ ମହତ୍ଵ କଥା କୋଉଠି ଅଛି ହଉ ଦେଖନ୍ତୁ ହଉ କୃଷ୍ଣଙ୍କୁ ଯେତେବେଳେ କଥା କୁହାଗଲା ହଁ କୃଷ୍ଣ ଡାକିଲେ କହିଲେ ଦୁର୍ଯ୍ୟୋଧନ ବୁଝେଇଲେ ହଁ କହିଲେ ଦୁର୍ଯ୍ୟୋଧନ ଆଜ୍ଞା ତମେ ଭାବୁଛ ପାଣ୍ଡବ ମାନଙ୍କ ସହିତ ଯୁଦ୍ଧ କରି ଜିତିଯିବ ହଁ ଶୁଣ ମୁଁ ତମକୁ ଆଜି ଚରମ ବାଣୀ ଶୁଣଉଛି ଶୁଣାନ୍ତୁ ଯଦି ପାଣ୍ଡବ ମାନଙ୍କ ସହିତ ଯୁଦ୍ଧ କରିବ ତାହେଲେ ହେ ଦୁର୍ଯ୍ୟୋଧନ ତମେ ସବଂଶେ ନାଶ ଯିବ ଯଦୁପତି କୃଷ୍ଣ ଚରମ ବାଣୀକୁ ଦୁର୍ଯ୍ୟୋଧନ ଯେ ଶୁଣିଲା ଗୋପାଳଟାକୁ ବାନ୍ଧି ଦିଅ ମୋ ବଂଶକୁ ବାନ୍ଧିବ ବଂଶ ବୁଡ଼ିବା କଥା କହିଲାଣି ତାକୁ ବାନ୍ଧି ଦିଅ ଆଗ ନିକ୍ଷେପ କର ବନ୍ଦିଶାଳା ଭିତରେ ଦୁର୍ଯ୍ୟୋଧନ ଆଦେଶ ଦେଲା ଦ୍ୱାରିକି ଦୂତକୁ କୃଷ୍ଣକୁ ବାନ୍ଧିବା ପାଇଁ ତାକୁ କିଏ ବାନ୍ଧିଛି ତାକୁ କିଏ ବାନ୍ଧିଛି ଯିଏ ବାନ୍ଧିଥିଲା ବାନ୍ଧିକି ରଖିପାରିଛି ଗୋପରେ ବାନ୍ଧିଥିଲା ଯଶୋଦା ଗୋପାଳୁଣୀ ଆଉ ଗୋପରେ ବାନ୍ଧିଥିଲା ଯଶୋଦା ମହାରାଣୀ
ଯଶୋଦା ବାନ୍ଧିଥିଲେ ନା ଆଜ୍ଞା ବାଡେଇଥିଲେ ନା ହଁ ରଖିପାରିଲେ ନା ଦେବର୍ଷି ନାରଦ କହିଲା ମୁଁ ନାରୀ ନାରଦ ହେଇକି ନାରୀ ହେଇକି ତାଙ୍କୁ ବଶ କରିଦେବି ହଁ ବାନ୍ଧିଦେବି ଆଉ ବାନ୍ଧି ପାରିଲା ନା ଚଉଦ ଜଗତରେ କେହି ବାନ୍ଧିଲେ ଟିକେ ଦୁର୍ଯ୍ୟୋଧନ କଣ ବାନ୍ଧିବ କଣ ବାନ୍ଧିବ ଦୁର୍ଯ୍ୟୋଧନ ସେ ଆଦେଶ ଦେଇଥିଲା ବାନ୍ଧିବା ପାଇଁ ଭଗବାନ କୃଷ୍ଣ କହିଲେ ଆରେ ଦୁର୍ଯ୍ୟୋଧନ ତୁ ମତେ ବାନ୍ଧିବୁ ବାନ୍ଧିବ ଏ କଥାକୁ କହି ଏକ ବିରାଟ ରୂପକୁ ଧାରଣ କଲେ ବିରାଟ ରୂପକୁ ଧାରଣ କରିଛନ୍ତି ଭଗବାନ ଶ୍ରୀ ହରି କୃଷ୍ଣ ନାରାୟଣ ଯୋଉ ବିରାଟ ରୂପକୁ ଦେଖିକି ଦୁର୍ଯ୍ୟୋଧନ ବାନ୍ଧିବ କଣ ସିଂହାସନ ପଛପଟେ ଲୁଚିଲା ଭୟରେ ଆଜ୍ଞା ଆଜ୍ଞା ଆରେ ଯାହାକୁ ବାନ୍ଧିବା ପାଇଁ ଚାହୁଁଥିଲା ତା ରୂପକୁ ଦେଖିକିରି ସିଂହାସନ ପଛପଟେ ଲୁଚୁଛି ଆଉ ତାକୁ ବାନ୍ଧିବ କଣ ସେ ସିଂହାସନ ପଛପଟେ ଲୁଚିଲା ଆଜ୍ଞା ଭଗବାନ ନିରାଶ ହେଇଗଲେ କଣ ନିରାଶ ହେଲେ କଣ ଏକ ତ ଆସିଥିବା 5ଟି ଗ୍ରାମକୁ ଭିକ୍ଷା ମାଗିବା ପାଇଁ ପାଇପାରିଲେ ନାହିଁ ନା ଦ୍ୱିତୀୟତଃ କଣ ଅନେକ ସମୟ ଅତିକ୍ରାନ୍ତ ହେଇଥିଲେ ମଧ୍ୟ ଯେହେତୁ ମାନବ ଶରୀରକୁ ଧାରଣ କରିଛନ୍ତି କ୍ଷୁଧା ତୃଷା ମନୁଷ୍ୟ ଶରୀରକୁ ସଦା ସର୍ବଦା କବଳିତ କରି ରଖିଥାଏ ବାସ୍ ଭଗବାନ କୃଷ୍ଣ ଆସୁଛନ୍ତି ବୋଲି ଦୁର୍ଯ୍ୟୋଧନ ଅନେକ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲା ଆଜ୍ଞା ଅହଙ୍କାର ବଶବର୍ତ୍ତୀ ହୋଇ ଅନେକ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲା ଯଦୁପତି କୃଷ୍ଣ ଆସୁଛନ୍ତି ମୋ ଘରେ ଖାଇକିରି ଯିବେ ଠିକ ଦେଖିବେ ମୁଁ କଣ ଦେଇ ଜାଣିଛି କିନ୍ତୁ ଯେହେତୁ ସେଥିରେ ଅହଙ୍କାର ବଶବର୍ତ୍ତୀ ହେଇଥିଲା ଆଜ୍ଞା ଯେହେତୁ ସେଥିରେ ଗର୍ବ ଦମ୍ଭ ଅହଙ୍କାର ସେ ବ୍ୟଞ୍ଜନ ଭିତରେ ରହିଥିଲା ଭଗବାନ କୃଷ୍ଣ ଆଉ ତାକୁ ଭୋଜନ କଲେନି ନା ଇଏ ତ ପ୍ରଭୁର ମାୟା ଭୋଜନ ନ କରି ପ୍ରଭୁ ବିଦାୟ ନେଲେ ଠିକ ବିଦାୟ ନେଇ ଯେତେବେଳେ ଯାଉଛନ୍ତି କ୍ଷୁଧା ତୃଷାରେ ଭଗବାନଙ୍କର ହୃଦୟ ଜଳି ଯାଉଛି କ୍ଷୁଧା ଲାଗୁଛି ତୃଷା ଲାଗୁଛି କରିବେ କଣ କଣ କଲେ ଏପଟେ ହେଲା କଣ ଜଣେ ଭକ୍ତ ଭକ୍ତ ଅପେକ୍ଷା କରିଛି କୋଉଦିନ ଭଗବାନ ମୋ ଘରକୁ ଆସିବେ ସେ କିଏ କିରେ ସେ ଭକ୍ତ କିଏ କପିଳ ଆଜ୍ଞା ମନେ ପଡିଯାଏ ଚାଲିଗଲେଣି ସ୍ୱର୍ଗତ ଭଜନ ସମ୍ରାଟ ଭିକାରୀ ବଳଙ୍କର ଗୋଟିଏ ସୁନ୍ଦର ଭଜନ ଥିଲା ଆଜ୍ଞା ଆଜ୍ଞା ଭକତ ବିଦୁର ଶାଗ ଭଜା ଦେଇ ସାଇ ପାରିଲା ମନ ଭକତ ବିଦୁର ଶାଗ ଭଜା ଦେଇ ସାଇ ପାରିଲା ମନ ମୁझे ବେଦରବ ଜାତିଲେ କିହେବ ମୁझେ ଶୁଣ ହେ ଯାହାକୁ ଛୁଇଁ ନଥିଲା ଦୁର୍ଯ୍ୟୋଧନ ବିଦା କରି ଦେଇଥିଲା ବର୍ଣ୍ଣ ଶଙ୍କର କହି ବିଦା କରି ଦେଇଥିଲା ନଗ୍ର ବାହାରେ ଛୋଟିଆ କୁଟୀରଟିଏ କୁଡ଼ିଆଟିଏ ନିର୍ମାଣ କରି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ଅଛନ୍ତି କପିଳରେ ଏ ହଉଛନ୍ତି ଭକ୍ତ ବିଦୁର ପତ୍ନୀ ପଦ୍ମାବତୀ ଦୁଇ ଜଣ ଯାକ ରହିଛନ୍ତି ଭଗବାନଙ୍କର ଲୀଳା କରିବାର ସମୟ ହେଇଗଲା ଜଗନ୍ନାଥ ଦାସ ଲେଖି ନାହାନ୍ତି ପୁଅ ଲୀଳାଦ୍ରି ବିଧୃତ କଳେ ବର ଗୋବିନ୍ଦ ବିଦୁର ଯାଇଛନ୍ତି ସ୍ନାନ କରିବା ପାଇଁ ବିଦୁରଙ୍କର ପତ୍ନୀ ସ୍ନାନ ସାରି ଲୁଗା ବଦଳୁଛନ୍ତି ହଠାତ୍ କରି ଗୃହ ପାଖରେ ପତ୍ର କୁଡ଼ିଆ ପାଖରେ ପହଞ୍ଚିଗଲେ ଭଗବାନ କୃଷ୍ଣ କରାଘାତ କରିଦେଲେ କବାଟରେ କରାଘାତ କରିଦେଲେ ଡାକିଲେ ବିଦୁର ଘରେ ଅଛ କି ବିଦୁର ତାଙ୍କ ପତ୍ନୀ କହିଲେ ଆପଣ କିଏ ଡାକୁଛନ୍ତି ସେ ସ୍ନାନ କରିବା ପାଇଁ ଯାଇଛନ୍ତି ଜାଣିପାରିଲେ ଭଗବାନ କୃଷ୍ଣ ଏ ବିଦୁରଙ୍କର ପତ୍ନୀ ଡାକିଲେ ମା ମତେ ପରା ବହୁତ ଭୋକ ହଉଛି ମତେ କଣ ଖାଇବା ପାଇଁ ଦେ କପିଳରେ ଦିନେ ଭଗବାନ କୃଷ୍ଣ ଉଦ୍ଧବ
କଥାବାର୍ତ୍ତା ହଉଥିଲେ ଆଜ୍ଞା ଆଜ୍ଞା ଉଦ୍ଧବ ହାତ ଯୋଡି କୃଷ୍ଣଙ୍କୁ ପଚାରିଲେ ହଁ ହଁ କହିଲେ ପ୍ରଭୁ ପ୍ରଭୁ ଆପଣଙ୍କୁ ପାଇବା ପାଇଁ ହେଲେ ଅତି ସହଜ ଏବଂ ସରଳ ମାର୍ଗଟା କଣ ଟିକେ କୁହନ୍ତୁ ତ ବୁଝାନ୍ତୁ ପ୍ରଭୁ ଭଗବାନ କୃଷ୍ଣ ହସି ହସି କହିଲେ ଆହା ହା କହିଲେ ମଦ୍ୟପ ଜେନେ ମଦ୍ୟପି ଇଏ ସତ୍ୟ ସତ୍ୟ ନ ଜାଣ ଜାଣଇ ସତ୍ୟ ସତ୍ୟ ନ ଜାଣଇ ସତ୍ୟ ସତ୍ୟ ନ ଜାଣଇ ଅଛି କି ନାହିଁ ନିଜ ଦେହି ଭୟ ମତ ନ ଜାଣଇ ଉଭୟ ମତ ନ ଜାଣଇ ଉଭୟ ମତ ନ ଜାଣଇ କହିଲେ ଭକ୍ତ ମତେ ସେତିକି ବେଳେ ପାଇବ କେତେବେଳେ ଯେତେବେଳେ ମତେ ପାଇବା ପାଇଁ ହେଲେ ହେଲେ ଦୁଇଟା ଜିନିଷକୁ ଭୁଲିବା ପାଇଁ ସେ ଦୁଇ ଜିନିଷ ସଂସାରକୁ ଭୁଲିବ ଆଉ ନିଜକୁ ଭୁଲିବ ଆହା ଯେତେବେଳେ ଭକ୍ତ ନିଜକୁ ଭୁଲିଯାଏ ସଂସାରକୁ ଭୁଲିଯାଏ ହଁ। ସେତେବେଳେ ମତେ ପାଇବା ସମୟ ଆସି ପହଞ୍ଚେ ଆଜ୍ଞା ଅବସ୍ଥାଟା ସେଇଆ ହେଲା ଠିକ ଠିକ ପଦ୍ମାବତୀ ବସ୍ତ୍ର ବଦଳୁଛନ୍ତି ହଁ କୃଷ୍ଣ ଡାକିଦେଲେ ହଁ ମା ମୁଁ କୃଷ୍ଣ କୃଷ୍ଣ ମତେ ବହୁତ ଭୋକ କଣ ଖାଇବା ପାଇଁ ଦେ କର୍ଣ୍ଣରେ ବାଜିଗଲା ଭଗବାନ କୃଷ୍ଣ ପୁଣି ଖାଇବା ପାଇଁ ମାଗୁଛନ୍ତି ଆହା ଆରେ ଏମନ୍ତ ଦିଅଛନ୍ତି କାହିଁ ହସ୍ତ ପ୍ରସାରୀ ମାଗି ମାଗି ଖାଇ ଅର୍ଦ୍ଧ ଲଗ୍ନ ହେଇଛନ୍ତି ଲୁଗା ବଦଳା ସରିନି ନା ମନ ଭିତରେ ବିଚାର କଲେ ମୁଁ ପ୍ରଭୁ ମାଗୁଛି ଖାଇବା ପାଇଁ ହଁ ଏମିତି କାହା ଭାଗ୍ୟରେ ଅଛି ଯେ ପ୍ରଭୁ କାହା ହାତରୁ ଖାଇବେ ଖାଇବେ ଅର୍ଦ୍ଧ ଲଗ୍ନ ହେଇଛନ୍ତି ଧାଇଁ ଗଲେ ଦ୍ୱାରକୁ ଖୋଲିଦେଲେ ଆହା ଦେଖିଦେଲେ ଭଗବାନ କୃଷ୍ଣ ହାତକୁ ଯୋଡିଦେଲେ କୃଷ୍ଣ ଚାହିଁଛନ୍ତି ବିଦୁରଙ୍କ ପତ୍ନୀଙ୍କ ମୁଖକୁ ବିଦୁରଙ୍କ ପତ୍ନୀ ଚାହିଁଛନ୍ତି କୃଷ୍ଣଙ୍କ ମୁଖକୁ ଭକ୍ତ ଭଗବାନର ଯାହା ମିଳନ ହେଇଯାଇଛି ଖୋଲିଦେଲେ ଦ୍ୱାରକୁ ଡାକିଲେ ଧନରେ ମନ ମନ୍ଦିର ମୁକୁଳା ରହିଛି ଆସ ଆସ ଭଗବାନ ହେ ପ୍ରଭୁ ଆସ ଆସ ଭଗବାନ ଖୋଲିଦେଲେ ଦ୍ୱାର ପଦ୍ମାବତୀ ହାତ ଯୋଡି ଦେଇଛନ୍ତି ଭଗବାନ କୃଷ୍ଣଙ୍କ ଆଖିରୁ ଲୁହ ଝରୁଛି ପଦ୍ମାବତୀଙ୍କ ଆଖିରୁ ଲୁହ ଝରୁଛି ହୃଦ ସିଂହାସ